12টাରେ ଟପିକ୍ ଆରମ୍ଭ କରିବା। ଏବେ କୁହନ୍ତୁ ଟପିକ୍ ଉପରେ ଆଉ ଟିକେ ମନେ ପକାନ୍ତୁ କୁଆଡ଼େ କ'ଣ ଆଲୋଚନା କରିବା। ଏ ଟପିକ୍ ଗୁଡ଼ା ବଡ଼ ମାର୍କେଟ, ବଡ଼ ମାର୍କେଟର ଟପିକ୍ ଆଣିବା, ଯାହାକୁ କହିଲେ ଗୋଟେ ଟପିକ୍ ହବ। ଆମେ ଏବେ ଟପିକ୍ ଉପରକୁ ଯିବା। କୁହନ୍ତୁ କାହାର କ'ଣ ଅଛି ଟପିକ୍ ନବା। प्रणाम गुरुजी। प्रणाम। मोटे चिंता करती मन किपरि ब्रह्म होई पारि, मन किपरि ब्रह्म, मन किपरि ना मन ब्रह्म ब्रह्म होचे मन हमको खालो पके दो कि उपाय रे मन द्वार देखी आम ब्रह्म मन ही ब्रह्म। ଆଉ କୁହନ୍ତୁ ଆଉ କାହାର ଅଛି ଟପିକ୍? ଆଉ କାହାର ଅଛି ଟପିକ୍ କୁହନ୍ତୁ। गुरु बाबा गुरु माँ प्रणाम। प्रणाम। क्यों प्रयास रे आमे बंधन विमुक्त ही पारिबा? कौन कहले क्यों प्रयास रे आमे बंधन विमुक्त ही पारिबा? प्रयास रे बंधन विमुक्त ही पारिबा, बंधन विमुक्त ही पारिबा। आउ कार अछि टॉपिक कुहନ୍ତୁ। गुरुजी प्रणाम, गुरु माँ प्रणाम। से बंधन विषय से कहले जो से विषय टॉपिक हो गुरुजी। बंधन आउ कार टॉपिक अछि कुहନ୍ତୁ। केन्द्रापड़ा विश्वाल गुरुजी मोर प्रश्न था आज टॉपिक हो माने पुनर्जन्म न हो जेमती माने रथ ब्राह्मण दृष्टि पुनर्जन्म न हो ए रथ सुशांत आत्मा दर्शन करदेले पुनर्जन्म न हो जेमती माने पुणी नेक्स्ट जन्म आबर न हो पुणी आसीबा पुणी जीवा पुणी आसीबा पुणी जीवा एंती जो चालती जो धरा प्रक्रिया चाली रही सेटा एंती न हो एटा सुनिले भल लागो मन जार उपरांत अछि शरीर जार उपरांत अछि टिके सुनिले के भल लागो पुनर्जन्म न हो ना ए जन्म न होइतले कोन होइतांदा पुनर्जन्म सबरे जन्म न होते पुणी हमर किछ कर्म पेंडिंग रहि जाय हां ए जन्म जदि न होइतांदा कोन होइतांदा अवश्य रहितांदा ना हां आर जने किछ अवशेष तला ए जन्म पुणी हमें शरीर ग्रहण करले हां ठीक अछि पुणी ए जन्म जदि किछ अवशेष रहि जाय मेथड ठीक मेथड कन्फर्म हो गेल तेणु ए जन्म अवशेष रहिले पुणी वांटिंग रहिले पुणी नेक्स्ट जन्म आसो तेणु काटी दियो पूरा बंधन आशा शून्य जाओ किसी दरकार नहीं सही परम ब्रह्म परम पिता परमेश्वर जहाँ इच्छा सब किसी हो पार दर्शन कर सी तो तुमको पृथ्वी बुले आनी ना दर्शन दो तुम्हें तो एणे तेणे बुलुच जो मायर पड़ी गिरी मो पो चाकरी कलाने जो हलाने से टका ये घर द्वार ए जो माया तो हम बंधने बांधी रखी ना कोटे सेटा काटी देछि ना पुनर्जन्म मायार बांधी रखिनी तुम्हें स्वयं बांधी तुम्हें जानते देखिए गोटे गोटे मेलन अच्छी एग्जिबिशन अच्छी तुम्हें कौन सी जिनस किणवनी सब अट्राक्शन कर तुम पाखे पैसा अच्छे कि किणवनी शपथ नहीं तुम किणनी पलि आस ना एक्सपेंडिचर है ना बंधन तुम बांधी रख सब जिन अच्छे से पृथ्वी एक मार्केट सब जिन अवेलेबल रोचे संसार गोटे मार्केट बड़ मार्केट
ସେଇଠି ରହୁଛ ଘର କରିକିରି ସଂସାର। ପୁଅ ତ ରହିଛି, ପୁଅ କ'ଣ ତୁମେ ନେଇକି ଆସିଥିଲ କି ସାଙ୍ଗରେ ନେଇକି ଆସିଥିଲ କି? ବାପ ହିସାବରେ ଯଦି ଆସିଥାନ୍ତା ଆମର ଗୋଟେ ଲୋଭ ହୁଅନ୍ତା। ତୁମେ ତ ସିଏ ତ ପ୍ରତିଫଳନ ଏଠି ତମ ସୃଷ୍ଟିରେ ସେ ତମ ସୃଷ୍ଟି। ତେଣୁ ନା ତମ ସହିତ ପଳେଇବ ପୁଅ, ନା ଆଣିଥିଲ ନା ପଳେଇବ। ତୁମେ ଏକୁଟିଆ ଯିବ, ଏକୁଟିଆ ଯିବ। ତମ ଯୋଉ ଲିରିଲ, ସାମ୍ପୋ, କୋକାକୋଲା ଏସବୁ ଟିକେ ଟିକେ ଜିନିଷ ଇଏ ଯିବନି। ତମ ମୋବାଇଲ ଯିବନି। ତମେ କହିବ ମୋବାଇଲରୁ ସିମ୍ଟା କାଢ଼ି ନେଇଯିବି, ନେଇପାରିବ? ସିମ୍ ବି ଯିବନି। ସିମ୍ ବି ଗଲେ କ'ଣ ହବ? ନେଟୱାର୍କ ତ ନଥିବ ଉପରେ, ସିମ୍ କ'ଣ କରିବ? କେହି ଯିବେନି। ସବୁ ରହିଯିବ ଧରା ପୃଷ୍ଠରେ, କେବଳ ତ ତୁମେ ଯିବ। କାହିଁ ଅଭିମାନ, କାହିଁ ଅବସାଦ, କାହିଁରେ ରଖୁଛ ମନ? ଅତି ସର୍ଟ ସୂକ୍ଷ୍ମ ଚିନ୍ତନ ହେଲେ ସବୁ କଟିଯାଏ। ସେଥିପାଇଁ ସୂକ୍ଷ୍ମ ଚିନ୍ତନ ଦରକାର, ଆଉ କିଛି। କାହିଁକି ଆସିଛୁ ମନ କିସ ନେବା ପାଇଁ? ସୁନ୍ଦର ଗୀତ, ଗୀତରେ ହଜିଗଲେ ବି କାଟିଦବ। ଆସିଛୁ ଲଙ୍ଗଳା ହୋଇ, ଯିବୁ ଶୂନ୍ୟ ହୋଇ। ଗୋଟିଏ ଶବ୍ଦରେ ସବୁ ବନ୍ଦ, କିନ୍ତୁ ଆକୁ ପାଳନ କିଏ କରିବ? ପାଳନ କିଏ କରିବ? ଯିଏ ପାଳନ କଲା ସେ ମୁକ୍ତ ହେଲା। ହଉ, ଆମେ ଆଜି ଗୋଟେ ଟପିକ କି ଯିବା। ଇଏ ତ ସୁନ୍ଦର ଟପିକ, ସୁନ୍ଦର ଆପ୍ରୋଚ ରଖିଲେ ମନ କିପରି ବ୍ରହ୍ମ ହୋଇପାରିବ। ରବୀନ୍ଦ୍ର ମୁନି ରଖିଥିଲେ କଣ୍ଟାପଡ଼ାରେ, ଜେପି ମହାପାତ୍ର ରଖିଥିଲେ କେଉଁ ପ୍ରୟାସରେ ବନ୍ଧନ ବିମୁକ୍ତ ହୋଇପାରିବ। କ'ଣ ପ୍ରୟାସ କଲେ ବନ୍ଧନ ବିମୁକ୍ତ ହୋଇପାରିବ? ଏ ସୁନ୍ଦର ଟପିକ। ଆଉ ସୁମତି ମଧ୍ୟ ସେଇ କଥା କହିଲେ ଯେ କିଭଳି ବନ୍ଧନ ଆମେ ମୁକ୍ତ କରିବା, ସେଇ ଟପିକ ଭଲ ଲାଗିଲା। ଆଉ କେନ୍ଦ୍ରାପଡ଼ାରୁ ଥିଲେ ଆମର ଇଏ ବିଶ୍ୱାଳ, ନାଁ ମନେ ପଡ଼ୁନି, ବିଶ୍ୱାଳ ଲେଖା ହେଇଥାଏ, କେନ୍ଦ୍ରାପଡ଼ା ବିଶ୍ୱାଳ। ତେଣୁ ରଥସ୍ଥ ବାମନଙ୍କୁ ଦୃଷ୍ଟିବା, ଆଉ ପୁନର୍ଜନ୍ମ ହବା ପାଇଁ ତାଙ୍କର ଇଚ୍ଛା ନାହିଁ। କ'ଣ ଘଟିଲା କେଜାଣି ତାଙ୍କ ଜୀବନରେ, ମୁଁ ଜାଣିନି। ସେ କହୁଛନ୍ତି ନା ମୁଁ ଆଉ ଆସିବିନି। ଏ ପୃଥିବୀ ଏତେ ସୁନ୍ଦର ସୁନ୍ଦର ଜିନିଷ ଅଛି, ଫୁଲ ଗଛ ଅଛି, ଆମ୍ବ ଅଛି, ପଣସ ଅଛି, ପୋଡ଼ ପିଠା ଅଛି, ଛେନାପୋଡ଼ ଅଛି, ଇଲିଶ ମାଛ ଅଛି, ଜମି ଅଛି, ବସ୍ ଅଛି, ଏରୋପ୍ଲେନ୍ ଅଛି, ସମୁଦ୍ର ଅଛି, ନଈ ଅଛି, ଧାନ ଚାଷ କରିବା ପାଇଁ କ୍ଷେତ ଅଛି, ପାହାଡ଼ ପର୍ବତ, ପିଚୁ ରୋଡ଼, କଂକ୍ରିଟ ରୋଡ଼, ଆଉ ଆମ୍ବ ବଗିଚା, ସୁଲସୁଲିଆ ପବନ, ସୂର୍ଯ୍ୟର ଉତ୍ତାପ, ଚନ୍ଦ୍ରର ଶୀତଳତା, ରାତି ଏବଂ ଦିନ ସବୁ ଏଠି ଭରପୁର ହେଇକି ଅଛି। ତୁମେ କେମିତି ଛାଡ଼ିକି ଯିବା ପାଇଁ ଚାହୁଁଛ? ଏଟା ସୁନ୍ଦର ପୃଥିବୀ କୋଉଠି ମିଳିବ? ଆଉ ଥରେ ଆସିଲେ ଅସୁବିଧା କ'ଣ ହେଇଯାଉଛି? ପ୍ରମୋସନ ହେଇକିରି ଆସିବ, ଅସୁବିଧା କ'ଣ ହେଇଯାଉଛି? ଆଉ ଏ ଜୀବ ରୂପରେ ଆସିବନି, ପୁରା ପ୍ରମୋଟେଡ ହେଇକିରି ଆସିବ, ଅଫିସର ହେଇକିରି ଆସିବ, ଖାଲି ନିର୍ଦ୍ଦେଶ ଦବ, ଏଇଟା କର ସେଇଟା କର। ଏଇଟା କ'ଣ ଜୀବ ରୂପରେ ତମେ ଖୋଜୁଛ? ଏଇଟା ଦରକାର, ସେଇଟା ଦରକାର, ଏଇଟା ହେଲାନି, ଚାକିରି ହେଲାନି, ପୁଅ ହେଲାନି, ଝିଅ ହେଲାନି, ବିବାହ ହେଲାନି, ଝିଅ ହେଇକିରି ଏତେ ପଇସା ଖର୍ଚ୍ଚ ହେଇଗଲା, ମୋର 5ଟା ଝିଅ, କେମିତି ବିବାହ କରିବି? ଜମି ଗୁଣ୍ଠେ ବୋଲି ନାହିଁ, ଚାକିରି 63,000 ଟଙ୍କା ପାଉଛି, ସେ କୁଆଡ଼େ ଉଡ଼ି ଯାଉଛି ମାସ ଶେଷରେ।
ये जो भावना रे रही आस काटि दियो एकाथरे ऑफिसर होकर आस शिवमुनि जमी आसिले ऑफिसर हो बुद्ध आसिले ऑफिसर हो महापुरुष हो महावीर आसिले मोहम्मद आसिले शुक्रात आसिले मनसूर आसिले केते कौन समस्त ऑफिसर हो निर्देश देते जनमानस सेमती आस असुविधा कौन अच्छे तुम्हें कैदी न पशिक जेल रे तुम्हें कैदी सुपरिटेडेंट हो जाओ कैदी भीतर परिदर्शक कर कैदी मान देख जेलर जेलर जी अच्छा देख तुम्हें सीना कैदी होकर गले भीतर को तुमको बंधन लगे खाया को रुटी देवे कदली देवे कि चूड़ा देवे तुम मन पसंद खाद्य मिल किंतु तुम्हें जो सुपरिटेडेंट हो जेल को असुविधा कौन अच्छे सेमती पृथ्वी पृष्ठ को जब तुम सुपरिटेडेंट होकर आसो ऑफिसर होकर आसो निज इच्छा आसो बलशाली होकर आसो तुम निर्देश किसी पार ताहले असुविधा कौन अच्छे बंधन विमुक्त होकर आसो कबीर आसिले ये बंधन विमुक्त होकर आस तुम्हें मैंने न आसिले महापुरुष मैंने न आसिले यही जो पृथ्वी पृष्ठ परिवर्तन केमती क्या नहीं परिवर्तन हम बिना गुरु रे कौन परिवर्तन है तेणु ये सब प्रसंग को लेकर आज आम गोटे टॉपिक रखा नुआ स्वर रे नुआ ढांचा रे नुआ भावरे नुआ परिवर्तन स्वर रे से टॉपिक ना होची भावनार परिवर्तन टॉपिक होची भावनार परिवर्तन हुए तो ये जो टॉपिक रही तीन टॉपिक से टॉपिक अंतर्भुक्त हो पारे से तो किसी किसी अंश यही टॉपिक भितर आसव अनुमान कर तेरे टॉपिक होची भावनार परिवर्तन कहतु भावनार परिवर्तन भावनार परिवर्तन अर्थ कौन तुम्हें स्प्रिंट पीउल भावना परिवर्तन कर तुम्हें कोका कोला पी पेप्सी पीब परिवर्तन लक्स साबुन लगौल लिरिल लगे रजनीगंधा सेंट पकाउल भावना परिवर्तन करी आउ गोटे सेंट परफ्यूम लगे ये भावनार परिवर्तन कथा हम कहूँ भात खाऊला रुटी खाइब छोट चाकरी कर गोटे बड़ चाकरी कर ये भावनार परिवर्तन चाल घर रोच कोठा बन दो भावनार परिवर्तन हो ये कलर मत सार्ट पिंधि आउ गोटे कलर सार्ट मत भल लगे पिंधि ये भी भावनार परिवर्तन मु क्रिकेट खेलुची क्रिकेट छाड़ी दे बंधु घर अच्छे बंधु काटिदेवी नईरे गाधोली मोर ट्यूब खोलिक गाधे कि पाइप पानी गाधेबी कि म्युनिसिपल पानी गाधेबी ये जो परिवर्तन एक कथा मु कहूनी एक कथा मु कहूनी भावनार परिवर्तन आनिब कोठी गोटे संपूर्ण
संपूर्ण एवं स्वतंत्र भाव निजको परिवर्तन करिया। देखंतु ए पृथ्वी रे जेते दृश्य अछि, जेते दृश्य अछि तुम देखो, आखि खोलिले दृश्य जगत, आखि खोलिले मोबाइल आगे टच कर, आखि खोलिले दिवस देखा जाउछि, आखि खोलिले रजनी देखा जाउछि, आखि खोलिले पृथ्वी रो आकाश देखा जाउछि, पृथ्वी रो आकाश पर्यंत देखा जाउछि। केते नद नदी वृक्षराजी पवन वर्षा सूर्य किरण सब उपभोग कर चल, सब देखो तुम। पृथ्वी प्रत्येक अणु कोण तुमको देखा जाउछि, जोड़े फोकस करिवो सेटा ही तुमर भावना आसीबो। धर गोटे ट्रेन जाउछि, ट्रेन को देखिल, ट्रेन रो भावना आसीला। फुलटिए देखिल, गोलाप फुल फुटी रास्ता कड़े, गोलाप फुल सहित अटैचमेंट भावना, केड़े सुंदर देखा, कंटा अछि, पत्र सबुज, बाड़ दि जाइछि, मु छिड़े पारिबे कि न छिड़े पारिबे, पर फुलटा नहीं आनिबे कि न आनिबे, ये जो भावना भितर तुम जड़ित हो जाउछि। बेले बेले जो दृश्य देखिल से दृश्य सहित तुम अटैचमेंट हेल, झेटी जाउछि तुम देखिल अटैचमेंट हेल, केड़े सुंदर झेट, बोधे कॉलेज जाउछि हला, टिके स्कूटी जाउछि, जदि कार रे गला झेटा तुम भाबियो कार रे मन बहुत पैसा अछि, करते धनशाली बापा धनशाली हेतु से झियो एमती जाउ, चालिकड़ी गले गरीब झियोटा हेतु बोधे जाउ, साइकिल ले गले मीडियम एवरेज, ये जो भावना आसुची बेले बेले सेमती गोटे झियो पुओर चिंतन करुची, जेतेबेले अल्टरनेटिव चिंतन आसीबो निश्चिंत। जहाँ को देख गोटे पर्वत को जब देखिब पर्वतर भावना आसीबो, केते गछ वृक्ष मु चढ़ंती कि ओलांती कि, ऊपर कौन अच्छी टॉप रे देखंती, जेमती आल्पस पर्वत ऊपर सिकंदर जाइथिले, आल्पस पर्वत केही जाई पारन, अनेक घटना तुमको भावना रे आनिया पड़िबो, दृश्य जोठी रहइबो सेठी भावना आसीबो। सर्विस करछ, सर्विस रो भावना आसीबो, सर्विस तुम दफ्तर को जीवो कि से ऑफिस की जीवो, से दृश्य सब देखिबो। तुम टेबुल उपरे तुमर जिनस रही, आसबास पत्र खाता पत्र तुम चेयर अच्छी, टिके झाड़ी देल बसीगल, किए आसीगला आज्ञा आमर ये सब कम है ना हम चलना कथबार्ता चल पूरा से 10 ରୁ 4 पर्यंत से ऑफिस रो कैटेगरी भितर तुम रहीगल बंधन है। घर को आसिल स्त्री अच्छी, पुओ अच्छी, संसार अच्छी, झी अच्छी, पिठापणा अच्छी, कौन खाद्य कौन खाइबा कौन करवा, बंधु किए आसिले केते पैसा आम रहा बालांस डेफिसिट ये सब देख, तुम जीवन लिएबिलिटी केते अच्छी, एसेट्स केते अच्छी, ताको भी देखियो परख जीवनटा संपूर्ण भाव में लिएबिलिटी और एसेट्स भितर गढ़ा है। लिएबिलिटी एसेट्स बुझी परछन, लिएबिलिटी माने तुमर देना नेना देना, एसेट्स तुमर जमा जमा जहा अछि, लिएबिलिटी एक्सपेंडिचर एसेट्स ला तुमर जमा केते जमा अछि तुम जीवन रे, टंका ठो आरंभ कर सब कुछ ये सब भावना केते जे कौन रोचे सबुदिन तुम्हें यही भावना रे जड़ित होकर रोच। कहया कथा होची सबुदिन गाधौच
ଭାବନାକୁ ନେଇ ଗାଧଉଛ, ଦିନେ ଦିନେ ଗୋଟେ ଦିଟା ହେଇଯାଉଛି। ମୁଁ ତ ଦିନେ ଦିନେ ଗୋଟେ ଦିଟାରେ ଗାଧାଏ। ସବୁ ଜିନିଷ ପତ୍ର ଦିନେ ଦିନେ ମନ ହବ କୋଉଠି କଣ ସବୁ ଜିନିଷ ଥିବ, ବହିପତ୍ର ସଜାଡ଼ିବି, ମାନେ ପରିଷ୍କାର କରିବି, ସାଇଜିକି ରଖିବି। ଏମିତି ଗୋଟେ ଗୋଟେ ଦିନ ଗୋଟେ ହେଇଯାଏ, ଦିଟା ହେଇଯାଏ ଗାଧାଏ। ପୁଅ କହୁଥିବ ଆରେ ଶୀଘ୍ର ଆସେ ଗାଧେଇବୁ, ଟାଇମ ହେଲାଣି, କଣ କରୁଛୁ? ବୋଉର କଥା ନିଘା ନଥିବ, କାହା କଥା ନିଘା ନଥିବ, ତୁମ କାମରେ ତୁମେ ବ୍ୟସ୍ତ ଥିବ। ଚିତ୍ର ସେମିତି କରୁ କରୁ ବହୁତ ସମୟ ହେଇଯାଏ, ସକାଳ ଆରମ୍ଭ କରି ସନ୍ଧ୍ୟା ହେଇଯାଏ। ସବୁ ଆଟାଚମେଣ୍ଟ। ଅନେକ ଲୋକ ଅଛନ୍ତି ସଙ୍ଗୀତ ଲେଖୁଥିବେ, ସଙ୍ଗୀତରେ ମଜି ଯାଇଥିବେ, କିଛି ଦେଖାଯାଉନଥିବ, କେବଳ ସଙ୍ଗୀତ। ସଙ୍ଗୀତର ସ୍ୱର କୋଉଠି ଆସିବ, ସଙ୍ଗୀତର ଲେଖା କୋଉଠି ଆସିବ, କୋଉଠି କୋଉ ୱାର୍ଡ ସଂଯୋଜନ ହବ, ଏ ସଙ୍ଗୀତରେ ୱାର୍ଡଟା କୋଉଠି ସଂଯୋଜନ ହବ, କୋଉ ୱାର୍ଡ ଆସିବ, କୋଉଠି ଆସିବ, କଣ ଲେଖିଲେ ସୁନ୍ଦର ଲାଗିବ ସଙ୍ଗୀତ। ସଙ୍ଗୀତର ମୂର୍ଚ୍ଛନା, ସଙ୍ଗୀତର ସ୍ୱର କେମିତି ଦିଆଯିବ, ଯିଏ ସ୍ୱର ଦଉଛନ୍ତି ବାପିଲା ହେଲେ। ଅନେକ ସଙ୍ଗୀତକାର ଅଛନ୍ତି, ଅକ୍ଷୟ ମହାନ୍ତି ଅଛି। ଅକ୍ଷୟ ମହାନ୍ତି ଗୋଟେ ଗୀତକୁ ସ୍ୱର ଦେବା ପାଇଁ 3 ଦିନ ଲାଗିଗଲା, ଦିନ ରାତି ଲାଗିଛି। ଯାରେ ଭାସି ଭାସି ଯା ନୌକା ମୋର ଭାସି ଯା, 3 ଦିନ ଦିନ ରାତି। ଇଏ ଗୋଟେ ଉତ୍କଣ୍ଠା, ଆଗ୍ରହ, କେମିତି ସ୍ୱର ଆଣିବା, କେମିତି ଦବା। ବୁଝନ୍ତୁ, ଏ କଥା ମୋର ଏତେ କଥା କହିବାର ଅର୍ଥ ହଉଛି ଗୋଟେ ଲୋକ ସବୁରେ ବ୍ୟାପ୍ତ ହେଇକି ରହୁଛି, ସାରା ପୃଥିବୀର ଆଟାଚମେଣ୍ଟ ଭିତରେ ସେ ରହୁଛି। ଖଟଟି କିଣିବ, କେମିତି ଖଟ କିଣିବ, କେମିତି ବେଡସିଟ୍ ପଡ଼ିବ, ଗଦି ପକେଇବି କି ନାହିଁ, ଖାଲିରେ ଶୋଇବି କି ନାହିଁ, ସଫାରେ ଶୋଇବି କି। କୁହନ୍ତୁ କୋଉଥିରେ ତୁମର ମନ ନାହିଁ? ବ୍ୟାଙ୍କରେ କେତେ ପଇସା ରଖିଲି, ଆଉ କେତେ ପଇସା ରଖିବି, କେତେ ପଇସା ରଖିଲେ କେତେ ଇଣ୍ଟରେଷ୍ଟ ଆସିବ। ଏ ଯୋଉ ଭାବନାର ସ୍ୱରରେ, ଭାବନାର ସ୍ରୋତରେ ତୁମେ ଗତି କରୁଛ। ଆଜି ତୁମେ 55 ବର୍ଷ ହେଇଗଲା, ତୁମେ ଏଇ ଭାବନା କରୁଛ। ଫ୍ରମ ଦ ବିଗିନିଂ, ପୁରା ମୂଳରୁ, ପିଲାଦିନରୁ ଏଇ ଭାବନା କରି କରି ଆସିଛି। ଆଉ କିଛି ବର୍ଷ ରହିଲା, 55 ହେଲେ ଆଉ ରହିଲା 25 ବର୍ଷ ତୁମର ଆୟୁଷ। 25 ବର୍ଷ ବି ସେଇଆ ଭାବନା ହବ, ଡିଟୋ, ଆଉ କିଛି ନଥିବ, ପରିବର୍ତ୍ତନ କିଛି ନଥିବ। ଧାନ ଚାଷ ଯିଏ କରୁଛନ୍ତି, ଯିଏ କେମିତି ପ୍ରଡକ୍ସନ ହବ, ଫଳ ଅଧିକା ହବ, କୋଉ ଧାନ ଗୁଡ଼ିକ ବୁଣିଲେ ଆମକୁ ଅଧିକ ପ୍ରଫିଟ୍ ଦେବ, କୋଉ ଧାନ ବୁଣିଲେ ଆମକୁ ଖାଦ୍ୟ ପାଇଁ ଠିକ ରହିବ। ମୋ ମନରେ ବି ସେଇ ଏଇ ଭାବନା ସୃଷ୍ଟି ହେଇଥିଲା। ଯେତେବେଳେ ଆମେ ଚାଷ କରୁଥିଲୁ, ଆମର ସବୁ ବିଲ ଭାଗ ଦିଆ ହେଇଛି, 2 ଖଣ୍ଡ ବିଲ ମୁଁ ରଖିଥିଲି ହାତରେ। ଏଇ ପାହାଡ଼ ପାଖରେ ଗୋଟେ ଜମି ଅଛି, 1 ଏକର, ଆଉ 1 ଏକର ବି ଥିଲା, ଆଉ ଗୋଟେ କୋଉଠି ଗୋଟେ ଥିଲା ଆମର NH5 ପାଖାପାଖି। ଏଇ ପାହାଡ଼ ପାଖ ଜମି ଉପରେ ମୁଁ ୱିଦାଉଟ୍ ଫର୍ଟିଲାଇଜରରେ ପ୍ରଡକ୍ସନ କରୁଥିଲି। ୱିଦାଉଟ୍ ଫର୍ଟିଲାଇଜର ମାନେ କିଛି ଦିଆଯିବନି, ଖାଲି ଗୋବର ଖତ, ଆଉ କିଛି ନାହିଁ। ଏ ପଟାସ 1/2 କେଜି ଲେଖା ଦିଆଯାଉଥିଲା। ନା ୟୁରିଆ ଦିଆଯାଉଥିଲା, ନା କ୍ୟାଲସିୟମ ଦିଆଯାଉଥିଲା। ଯୋଉ ଫର୍ଟିଲାଇଜର ଅଧିକ ଫଳ ପାଇଁ କିଛି ଦଉନଥିଲି। ଯେତିକି ପ୍ରଡକ୍ସନ ହେଲା ସେତିକି ଠିକ ଅଛି। ଏତେ ଟେଷ୍ଟ ଲାଗୁଥିଲା ସେ ଧାନ ଗୁଡ଼ିକ ଚାଉଳ ଖାଇବା ପାଇଁ। ଏସବୁ ଭାବନାର ଖେଳ, ଆଉ କିଛି ନାହିଁ ଜୀବନରେ। ଏସବୁ ଗୋଟେ ଗୋଟେ ଭାବନା। କ୍ରିକେଟ ଖେଳିବ କି ଭଲି ଖେଳିବ, ପ୍ରଥମ ପ୍ୟାଣ୍ଟ ଯେତେବେଳେ ପିନ୍ଧାଗଲା, ପ୍ୟାଣ୍ଟର ସୁଟ୍ ପିନ୍ଧାଗଲା, ପ୍ରଥମ ମାଟ୍ରିକ ପରେ ପରେ ସବୁ କଲେଜ ଗଲେ, ସବୁ ପିନ୍ଧିଲା, ତମକୁ ବିରାଟ ଲାଗିଲା ଆମେ ଗୋଟେ ବଡ଼ ମଣିଷ ହେଇଗଲେ। କାରଣ ହାଫ ପ୍ୟାଣ୍ଟରୁ ତମେ ଫୁଲ ପ୍ୟାଣ୍ଟ ପିନ୍ଧିଲ, ଗୋଟେ ବଡ଼ ମଣିଷ ତୁମେ ହେଇଗଲା। ଏବେ ତ ଯିଏ ଛୁଆ ଜନ୍ମ ହଉଛି ତାକୁ ଫୁଲ ପ୍ୟାଣ୍ଟ ପିନ୍ଧି ଦଉଛ, ସେତେବେଳେ ପ୍ରୋଭିଜନ ନଥିଲା।
ସାଇକେଲ ତଳେ ଶିଖିକିରି ଉପରକୁ ଯଦି ଚଢିଗଲ ସେଇଟି ଉପରୁ ସେ ସ୍ୱର୍ଗରେ ବୁଲିଲା ଭଳି ଲାଗିଲା। କେତେ ଆନନ୍ଦ, କେତେ ଉତ୍ସାହ। 12 ମାସରେ 13 ପର୍ବ, ଓଡ଼ିଶା କଥା ମୁଁ କହୁଛି। ଭାଲୁକୁଣି ଓଷା ଠାରୁ ଆରମ୍ଭ କରି ରଜ, ଦଶହରା, କାଳୀ ପୂଜା, ତାପରେ ଆମର ଚଉରା ପାଖରେ ଯେ ନାଗର ଚତୁର୍ଥୀ, ସେଇଟା ଗୋଟେ ହୁଏ। ମଙ୍ଗଳା ଆସନ୍ତି ଗାଁକୁ, ସେ ମଙ୍ଗଳା ପୂଜା ସବୁ ପଥର ଉପରେ ଗାଁର ସ୍ତ୍ରୀ ଲୋକମାନେ ମଙ୍ଗଳା ପୂଜା କରନ୍ତି। ସିନ୍ଦୁର ମାରି ଦିଅନ୍ତି, ହଳଦୀ ଦେଇକି, ମନ୍ଦାର ଫୁଲ ଦେଇକି ପୂଜା କରନ୍ତି। ଚାରିକର ଘେରିକିରି ଗୋଟେ ଗୋଟେ ଜାଗାରେ ଛକରେ ପୂଜା କରନ୍ତି। ସିଏ ବି ଗୋଟେ ଦୃଶ୍ୟ। ବଳି ପଡ଼େ, କୁକୁଡ଼ାକୁ ହାଣି ଦିଅନ୍ତି, ଗୋଟେ ବୋଦା ତାକୁ ବି ହାଣି ଦିଅନ୍ତି ମଙ୍ଗଳବାର ପ୍ରତି। ବର୍ଷରେ ଗୋଟେ ପଡ଼େ, ସିଏ ଗୋଟେ ଦେଖାଯାଏ, ଗୋଟେ ଅଭିନବ। ଗାଁକୁ କେଳା ଆସିଲେ ସାପ ଖେଳାଏ, ସିଏ ବି ସୁନ୍ଦର ଲାଗେ। ଅହିରାଜ, ନାଗ, ତମ୍ପ, ଗୋଖର, ଚିତି, କେତେ ଯେ ସାପ ଗୁଡ଼ା ସବୁ ପେଡ଼ିରୁ ବାହାର କରି ଖେଳାଏ, ଖେଳା ସୁନ୍ଦର ଲାଗେ। ମୁଣ୍ଡ ପୋତା ଲୋକମାନେ ଆସନ୍ତି, କାର୍ଡ଼ କରିକିରି ସବୁ ମୁଣ୍ଡ ପୋତି ଦିଅନ୍ତି ଗାଁରେ। ଆଉ ଡେଇଁ ଡେଇଁ ଚାଲନ୍ତି, ଘୋଡ଼ା ଗୋଟେ ବାଡ଼ିରେ କରିକିରି ନାଚନ୍ତି, ଗୀତ ବୋଲନ୍ତି। ସେମିତି ଆମର ଏ ପୂର୍ଣ୍ଣମୀରେ ଆସନ୍ତି ଘୋଡ଼ା ନାଚ କରିବା ପାଇଁ, ସେ ବି ଗୋଟେ ଦୃଶ୍ୟ। ଅନେକ ଦୃଶ୍ୟ, ଅନେକ ରହସ୍ୟ ଲୁଚି ରହିଛି ସବୁର ଏ ପୃଥ୍ୱୀ ପୃଷ୍ଠରେ ତୁମ ପାଇଁ। 12 ମାସର 13 ପର୍ବରେ ଯୋଉ ପିଠାପଣା ବହୁତ ସୁନ୍ଦର ଲାଗେ, ଆକର୍ଷଣ ଥାଏ ସେ ପିଠାପଣା। ଘାଣ୍ଟ, ଏବେ ଗଲା ଘାଣ୍ଟ ତରକାରୀ, ସୁନ୍ଦର ଲାଗୁଛି। ଶାମ୍ବ ଦଶମୀରେ ବାଇଗଣ ପତ୍ର ଉପରେ କ୍ଷୀରି ଏବଂ ଡାଲମା, କ୍ଷୀରି ଏବଂ ଡାଲମା ବହୁତ ଟେଷ୍ଟ ଲାଗେ। ଖେଳରେ ଏତେ ମଜି ଯାଅ ଯେ ତୁମେ ସତିକା କିଛି ଖାଇବାକୁ ଇଚ୍ଛା ହୁଏନି। ଖେଳୁଥିବ ମାନେ ଆସିପାରିବନି, ଏତେ ଶାନ୍ତି ଲାଗେ। ପିଲାବେଳର କଥା। ନଈରେ ଗାଧଉଥିବ ମାନେ 2 ଘଣ୍ଟା ଗାଧେଇବ, ବୁଡ଼ି ବୁଡ଼ି ଯିବ, ପୁଣି ଉଠିବ, ପୁଣି ଲୁଚିବ, ପୁଣି ଖେଳିବ। ଗରମ ଜୋର, ଏଣେ ଥଣ୍ଡା ପାଣିରେ ଗାଧଉଥିବ, ବୁଡୁଥିବ, ପୁରା ଆଖି ଫୁଲିଯିବା ପର୍ଯ୍ୟନ୍ତ। ଜାଲ ପକେଇବ ବୁଲେଇକିରି, ଯୋଉମାନେ ଦେଖୁଥିବେ ସୁନ୍ଦର ଲାଗିବ, ନିଜେ ପକେଇଲେ ବି ସୁନ୍ଦର ଲାଗିବ। ଜାଲ ମାଛ ଆସିବେ, ଦେଖିବ କେଡ଼େ କେଡ଼େ ମାଛ ଗୁଡ଼ା ସବୁ ଆସୁଥିବେ, ଚୁଙ୍ଗୁଡ଼ି, ଛଟା। ପାଠ ପଢ଼ିବା ବହୁତ କଷ୍ଟ, ସ୍କୁଲକୁ ଯିବା ଗୋଟେ ବଡ଼। ଆଉ ଶନିବାର ରବିବାର ଗୋଲ୍ଡେନ ନାଇଟ୍ ହେଉଛି ଶନିବାର, କାରଣ ରବିବାର ସ୍କୁଲକୁ ଯିବାକୁ ନଥିବ, ଆରାମରେ କ'ଣ କ'ଣ କରିପାରିବ ଛୁଟି ଦିନ। ମନେ ମନେ ଭାବୁଥାଏ ଯେ ସବୁ ବାର ଗୁଡ଼ା ରବିବାର ହେଇଯାନ୍ତା, ଆଉ ସ୍କୁଲ ବନ୍ଦ ହେଇଯାନ୍ତା, ସ୍କୁଲ ପାଠ ପଢ଼ା ହୁଅନ୍ତା। ତାପରେ ନୂଆ ନୂଆ ସ୍ୱପ୍ନ, ଜୀବନର ବୟସର ଗତି ଅନୁସାରେ ଭାବନାର ଗତି ବଢ଼ି ଚାଲେ। ତେଣୁ କହିବାର କଥା, ଏଠି ଏତେ କଥା କହିବାର କଥା ହଉଛି ଯେ ତୁମର ଭାବନା ଏଇସବୁ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଲାଗିକି ରହିଛି ଏବଂ ରହିବ, ଲାଗିକି ରହିଛି ଏବଂ ରହିବ। ଯେହେତୁ ତୁମେ ପୃଥିବୀରେ ଜନ୍ମଗ୍ରହଣ କରିଛ, ଯେହେତୁ ତୁମେ ପୃଥ୍ୱୀ ପୃଷ୍ଠକୁ ଆସିଛ, ଆସିବାର ରହସ୍ୟ ଭୁଲି ଯାଇଛ, କାହିଁକି ଆସିଛ ଭୁଲି ଯାଇଛ, କୋଉଠି ଥିଲ ଭୁଲି ଯାଇଛ, ପୁଣି କୁଆଡେ ଯିବ ବି ଭୁଲି ଯାଇଛ। ଏ ଯୋଉ ମାୟାର ପ୍ରଲେପ, ମାୟାର ରୂପରଙ୍ଗ ଏତେ ଭୀଷଣ, ଏତେ ଆକର୍ଷିତ ତୁମକୁ କରିଛି, তুমি ভুলে যাই। কোথায় থেকে আসিলে রে বন্ধু কোথায় যাবে, কোথায় থেকে আসিলে রে বন্ধু কোথায় যাবে,
କୋଉଠି ଥିଲ ଏଠିକି ଆସିଲ, ପୁଣି କୋଉଠିକି ଯିବ, ଉଥାଇ ଯାବେ କୋଉଠିକି ଯିବ, କେଡେ ରହସ୍ୟ କଥା। କାହୁଁ ଆସିଲା ତା ନ ଜାଣି ଦେହକୁ ସତ୍ୟ ପରିମଣି। ଭାଗବତରେ ଲେଖା ଅଛି, କାହୁଁ ଆସିଲା ତା ନ ଜାଣି, କୋଉଠି ଆସିଲା ଜାଣିନି, ଦେହକୁ ସତ୍ୟ ପରିମଣି। ଏ ଦେହଟାକୁ ସତ୍ୟ ବୋଲି ଭାବୁଛି, ଏ ବି ଭାବନାର ରହସ୍ୟ। ଦେହ ଅଛି, ଦେହଟା ସତ୍ୟ ବୋଲି। ମୁଁ ଯାଉଛି, ମୁଁ ଖେଳୁଛି, ମୁଁ ଖାଉଛି, ମୁଁ ବସୁଛି, ମୁଁ ଶୋଉଛି, ତେଣୁ ଦେହଟା ପ୍ରୀତି ହେଇଯାଇଛି ତୁମର। କିନ୍ତୁ ଏ ଦେହ ଯେ ରହିବନି ଦିନେ, ଏ ଦେହ ନଥିବ। ଦେହକୁ ସତ୍ୟ କଣ ମାନୁଛ? ଦେହ ତ ନଥିବ କିଛି ଦିନ ପରେ। ଦେଖ ଏମାନେ, ଦେଖ ଏମାନେ, ଦେଖ ତୁମ କରରେ କେତେ ଅଛନ୍ତି। ରାଜା ରଙ୍କ ଫକୀର ଯେତେ ଆସିଛନ୍ତି ସବୁ ଯାଇଛନ୍ତି। ଏ ଦେହ ତୋର ନୁହେଁ ଦେଖ ଏମାନେ, ମନବୋଧ 34 ଲେଖା ଅଛି। ଏ ଦେହ ତୋର ନୁହେଁ ଦେଖ ଏମାନେ, ଏମାନେ ମାନେ ତମ ପାଖରେ ଯୋଉମାନେ ମରୁଛନ୍ତି। ପ୍ରମାଣ ଆଣ, ତୁମ ଦେହ ତୁମର ନୁହେଁ। ଏଇ ଭାବନାରେ ଯଦି ପରିବର୍ତ୍ତନ ନ ଆସିଲା, ତାହେଲେ ପରିବର୍ତ୍ତନ ସୁର ଉଠିବ ତୁମ ଭିତରେ। ସେଇଆ ଆଜି ଯୁଆଲ ଆସିଲ, ଖାଇଲ, ବସିଲ, ସଂସାର କଲ, ପୁଣି ଛୁଟି, ପୁଣି ଆସିବ। ଆୟା ଥା କିସ କାମ ସେ ସୋୟା ଚାଦର ତାନ। କୋଉଥିପାଇଁ ଆସିଥିଲ? ଚାଦର ପକେଇ ଶୋଇଲଣି। ରାତ ଗବାୟା ଶୋଏ କେ, ରାତିଟା ନଷ୍ଟ କରିଦେଲ ଶୋଇ ଶୋଇକି। ଦିବସ ଗବାଓ ଖାଏ କେ, ଦିବସଟାକୁ ଖାଇ ଖାଇକିରି ନଷ୍ଟ କଲ, ରାତିରେ ଶୋଇ ଶୋଇ ନଷ୍ଟ କଲ। ଆୟା ଥା କିସ କାମ ସେ ସୋୟା ଚାଦର। ଏ ପୃଥିବୀକି ଆସିଛ ଚାଦର ପକେଇ ଶୋଇବା ପାଇଁ, ଖଟରେ, ମଲମଲ ଖଟ। हम भी जाएंगे तुम भी जाएंगे, जाएंगे मलमल खासा। तुम्हें जीव मु मध्य जीवी, जाएगा मलमल खासा। तुम सहित ये सबू जो मलमल खासा जहाँ को भावुच विराट विराट सी भी सबू जीवे। तेणु ए देह तोर नुहे देख एमान, एमान को देख परीक्षा कर, ताले स्वर परिवर्तन स्वर उठियो। जियो सिम किनिबी कि एयरटेल किनिबी, ये भी किछि दिन रस रे जीव। 4G गलानी, 5 जमाना आसिला, पुणी 6, 7 केते भी आसियो। ये पृथ्वी पृष्ठ रे केते नाटक होची, केते मेलन होची, केते मार्केट चली, केते बाली यात्रा होची। ये कटक बाली यात्राटा एशियार बड़ यात्रा, एशिया महादेशर बड़ ये बाली यात्रा। सेतेबेलर ओडिशार लोक जाभा, सुमित्रा केते जे कुआड़ जाउथले, केते जे कुआड़ जाउथले, बोईत बंधन। एठी गोटे पॉइंट होची, तुमको परिवर्तन करियो। आमे रखिथिले भावनार परिवर्तन, गोटे पॉइंट परिवर्तन तुम कर दो, तुम जीवन को परिवर्तन करी गोटे नुआ स्टेज नहीं रखिद। केवल गोटे भावना, सब भावना अच्छी तुम भीतर। सकाल उठिले आसुची, नाचुची, खेलुची, पुणी बुहा नहीं जाए, पुणी नुआ भावना सब चली। जमती गोटे पर गोटे दृश्य फिल्म स्क्रीन में देखा जाए, सेमती आसला चलला, आसला चलला।
କାଲି ମୁଁ ବସ୍ରେ ଆସିଛି, ଆଶ୍ରମରୁ ଫେରିଲି ଏଠିକି, ଆଶ୍ରମରୁ କାଲି ପଳେଇ ଆସିଲି ଏଠି ଭୁବନେଶ୍ୱର ବର୍ତ୍ତମାନ ଅଛୁ ଆମେ। ମୁଁ ଆସି ବସ୍ରେ ବସିଛି, ଗୋଟେ କ'ଣ ସେ କୁହନ୍ତି ଭିକ ମାଗନ୍ତି ଯୋଉଟା ତାଳି ମାରି, କିନ୍ନର ସମସ୍ତଙ୍କୁ ତାଳି ମାରି ମାରି ଗଲା, ମୋତେ ମାରିଲାନି। ସିଏ ଭାବିଲା ବାବା ଲୋକ ତାଙ୍କୁ ପଇସା ମାଗିଲେ ଭୁଲ ହବ ବୋଧେ। ଥରେ ଏମିତି ହେଇଥିଲା, ମୁଁ ଦେଖୁଛି ଯେତେ ଗୁଡ଼ିଏ ମୁଁ ଯେତେ ଥର ଯାଉଛି ସେମାନେ ଗୋଟେ ଭାବନା ଅଛି ପଇସା ମାଗିଲା, କିନ୍ତୁ ମୁଁ ଦେଲି ବେଶୀ ନାହିଁ 10 ଟଙ୍କା ତାଙ୍କର। ଇଏ ବି ଗୋଟେ ତାଙ୍କ ଭାବନାରେ କ'ଣ ଅଛି, ତାଙ୍କ ଲାଇଫ ଷ୍ଟ୍ରଗଲଟା, ଲାଇଫ ସର୍କଲଟା, ଟୋଟାଲ ଲାଇଫ ସର୍କଲଟା ହିଁ କେବଳ ସେୟା। କେବଳ ସେୟା। नाना पाटकर जयंती गोटे वर्ड कहला, एक मच्छर आदमी को हिंजोड़ा बना दिया। तुम मशा मारे कौन से दृश्य करियो ना नहीं, मशा मारी माने हिंजोड़ा हेलो। गोटे स्वर गोटे शब्द माने मूव करिया कथा। ये दृश्य जगत जो अच्छी सारा विश्व दृश्य जगत तुम मन दौच कि नहीं, मुझे गोटा कथा कहली सब मन अच्छे, तुम्हें मूव कर ये भावना को मूव करार अच्छे। अहर्निशी तुम्हें मन दौच कि नहीं, अहर्निशी गोटे पर गोटे गोटे पर साइंटिस्ट मान कहते 60,000 भावना आस गोटे दिन 24 घंटे 60,000 भावना आस। तुम अज्ञान देख गोटे एप्लिकेशन खोल मोबाइल रे, से आउटे बाहर आउटे बाहर आउटे बाहर आउटे, तुम ता भीतर नहीं 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 कुआड पुरे दो। तुम रोसई कथा देखुच, ये रोसई 1000 लोक रोसई सामग्री आस थोई दो। किए कह बैगण एमती भजा जाए, किए कह आलू एमती भजा जीव, किए कह एमती मुझे करदेली, माछटा एमती करदेली, शुखुआटा एमती करदेली, कोबीटा को एमती करदेली, एमती आसब एप्लिकेशन। सेमती तुम जापर ये जो पृथ्वीर दृश्य जगत भितर एमती बंधन भितर तुमको रखी दिखाई, तुम गोटे पर गोटे बंधन भितर फसी जाओ प्रत्येक दिन प्रत्येक मुहूर्त। ये जीव साधु संग बिनु लभी न पारे मोर तन। साधु संग गोटे मीडिया गोटे मिडिल स्थान आसव जदि से किसी सुराग मिल केमती बंधन कट। सब बंधन रू खोली दियो प्रभु। ये प्रभु कई ना खोलिया तुम तुम्हें निजे प्रभु होगा पड़ो, निजे खोलिया पड़ो। निजे जे पर्यंत खोली न गंठी न फिटेज से पर्यंत को प्रभु आस फिटेबे तुम गंठी। तुमको ही खोलिया पड़ो, तुमको स्वर परिवर्तन करिया पड़ो, भावना को परिवर्तित करिया पड़ो। देख निछक सत कथा, आज पर्यंत तुम्हें से तेल लुण संचय सकाल उठिले पियाज काटिबो, आलू काटिबो, तेल पकेब, छुंक करिबो, खाइबो पीबो, बास ता व्यतीत कौन अच्छे आज पर्यंत बड़ किसी काम था से रोषे कर खाइबा, ता सहित लाट्रिन जीवा, ता सहित गाधैबा, ता सहित शोइबा, रेस्ट नवा, एटा मुख्य काम है रही। अच्छा, ये जो परिवर्तन ये जो दृश्य जगत भितर आम अटैचमेंट रहीचे रोचे प्रति मुहूर्त रोचे कि नहीं। बर्तमान मो सहित तुम रही अटैचमेंट मो कथा शुणु, ये पृथ्वीर दृश्य नुहे कि आपरे कौन कर
ବାଢ ଖାଇବା ପିଇବା କି ଯୋଉ ଆମର ମା ମାନେ ଅଛନ୍ତି ଯାଇକି ରୋଷେଇ କରିବେ, କାହାର ବାକି ରହିଛି ଡାଲିଟେ କରିଛନ୍ତି ସିଝେଇଛନ୍ତି ଛୁଙ୍କୁ କରିନାହାନ୍ତି ସେଠୁ କରିବେ। ତାପରେ କିଏ ଆରାମରେ ଛୁଟି ନେଇଯାଇଛି, ନାଇଁ ମତେ କିଛି କହିବନି, ଆଜି ରବିବାର ଆଜି ଶନିବାର ଅଛି ମୁଁ ସତ୍ସଙ୍ଗ କରିବି। ପରିବର୍ତ୍ତନ ଏ ଯୋଉ ମାନେ ପରମିଶନ ନେଇ ଆସିଛନ୍ତି ଘରୁ କେତେ ଜଣ ଅଛନ୍ତି ଯେ ମତେ କିଛି କହିବ ନାହିଁ, ଆଜି ସେଦିନ ମୋର ହଉଛି ଆଜି ଛୁଟି। ଘର ବାଲା ଜାଣିଛନ୍ତି, ଯିଏ ଅତି ଜାଣିବା ଲୋକ ଅଛନ୍ତି ସମର୍ଥନ କରିଛନ୍ତି, ଆଜ୍ଞା ହଜୁର ଆପଣ ଯାହା କରୁଛନ୍ତି କରନ୍ତୁ, ଆଜି ମୋର କିଛି କହିବାର ନାହିଁ। ଏମିତି ବି ଅଛନ୍ତି ଗୋଟେ ଗୋଟେ ଫ୍ୟାମିଲି। ତେଣୁ ଆପରେ କଣ କରିବ, ସତ୍ସଙ୍ଗ ପରେ କିଛି ନା କିଛି ଆଟାଚମେଣ୍ଟ ରହିଛି ତମ ପାଇଁ, ଲିଷ୍ଟ ଅଛି, ଆଜି ଦିନର ଲିଷ୍ଟ ପୁରା ଅଛି, ଏଇଆ ମୁଁ କରିବି। ସକାଳୁ ଲିଷ୍ଟ ଧରି ଦେଇଛି ମନ, ହଁ 10:30ରେ 10:35 ଆପ୍ଲିକେସନ ଖୋଲିବ ସତ୍ସଙ୍ଗ ଆଟାଚମେଣ୍ଟ ଫାଷ୍ଟ ଲିଷ୍ଟ। ତା ପୂର୍ବରୁ ଖାଇବ ଫାଷ୍ଟ ଲିଷ୍ଟ, ତା ପୂର୍ବରୁ ଗାଧେଇବ ଫାଷ୍ଟ ଲିଷ୍ଟ, ତା ପୂର୍ବରୁ ଯେତେ କାମ ଅଛି ସାରିବ ଫାଷ୍ଟ ଲିଷ୍ଟ, ତା ପୂର୍ବରୁ ରୋଷେଇ ଯାହାର ଅଛି କରିବ ଫାଷ୍ଟ ଲିଷ୍ଟ। ଏମିତି ଫାଷ୍ଟ ଏଇକା ଯାଉଛି, ଆଗକୁ ଆଗକୁ ଯାଉଛି, ସବୁ କମ୍ପ୍ଲିଟ କରିବ। ଲାଷ୍ଟ ଲିଷ୍ଟ ଏଇଟା, 10:30 ପୂର୍ବର ଲାଷ୍ଟ ଲିଷ୍ଟ ଏଇଟା। ତାପରେ ବି ଏଇ କାମ ଆଜ ୟୁଜୁଆଲ କାମ କରିବ, ଖାଇବ ପିଇବ ବସିବ ଉଠିବ ଶୋଇବ କଥା ହବ, ଆମ ଭିଡିଓ ଦେଖିବ। ଆଚ୍ଛା, ଗୋଟିଏ ପରିବର୍ତ୍ତନ ସ୍ୱର, ମୁଁ ଯୋଉ ଟପିକ ରଖିଛି ଆଜି, ଗୋଟିଏ ପରିବର୍ତ୍ତନ ସ୍ୱର, ଗୋଟିଏ ମାତ୍ର କଣ ହେଇପାରେ, ସେ ଶବ୍ଦଟା, ସେ ଆକ୍ସନଟା, ଯୋଉଟା କି ସବୁଯାଙ୍କ ଭାବନାର ଅନ୍ତ ଘଟିବ। ସବୁଯାଙ୍କ ଭାବନାର ଅନ୍ତ, ଗୋଟିଏ ନୂଆ ରାଜ୍ୟକୁ ତୁମେ ପଳେଇବ, ନୂଆ ଦେଶକୁ ପଳେଇବ। ଏଠି 1000 ଭାବନା, 1000 ଚିନ୍ତନ, କିନ୍ତୁ ସେଠି ଗୋଟିଏ ଚିନ୍ତନ ଥିବ। ଗୋଟିଏରେ ଗୋଟିଏ ଚିନ୍ତନ ଆସିପାରେ, କିନ୍ତୁ ଚିନ୍ତନ ଗୋଟିଏ, ଦୃଶ୍ୟ ଜଗତ ଗୋଟିଏ, ଆଭିମୁଖ୍ୟ ଗୋଟିଏ, ଆକାଂକ୍ଷା ଗୋଟିଏ, ଅଭିଷ୍ପା ଗୋଟିଏ, ଅସ୍ମିତାର ଭାବ ମଧ୍ୟ ଗୋଟିଏ। କଣ ହେଇପାରେ? ଆଜି ଆମେ ଭାବନାର ପରିବର୍ତ୍ତନ, କୁହନ୍ତୁ କିଏ କହିଲେ? ଈଶ୍ୱର ଭକ୍ତି, ଭକ୍ତି ମନରେ ଥିବା ଦରକାର। ନାଇଁ, ରଙ୍ଗ ଆନ୍ସର। କୁହନ୍ତୁ ଆଉ କିଏ କହିବେ? ସ୍ୱରୂପର ଭାବନା ବା ଆତ୍ମାର ଭାବନା। ଆତ୍ମାର ଭାବନା। ଆଉ କିଏ କହିବେ କୁହନ୍ତୁ? ବାବା ମୁଁ କିଏ? ହଁ, ସେଇ ଭାବନା ଆଣିବ। ଆଜ୍ଞା। ତୁମେ କିଏ କହୁଛ? ଜେପି? ଆଜ୍ଞା ବାବା। ହଁ, ଠିକ ଅଛି। ଆଉ କିଏ କହିବେ କୁହନ୍ତୁ? ଯଦି ମୋ କଥାକୁ ଭଲ ଭାବରେ ଶୁଣିଛନ୍ତି, ଜାଣିଛନ୍ତି, ଅନୁଭବ କରୁଛନ୍ତି, ତାହେଲେ କୁହନ୍ତୁ ଭଲ ଭାବରେ। ତୁମ ପାଖରେ ଚାବି ଅଛି, ତୁମ ପାଖରେ ନିଶାନ ଅଛି, ତୁମ ପାଖରେ ବୁଦ୍ଧି ଅଛି। ବୁଦ୍ଧି ରୂପକ ଚାବିକି ନେଇକି ଖୋଲିଯିବ, ତମ ବାକ୍ସ ଖୋଲିଯିବ। କୁହନ୍ତୁ ଆଉ କିଏ କହିବେ କୁହନ୍ତୁ, ଶୀଘ୍ର ଶୀଘ୍ର। ବାବା ଜୟଜୀ। ଜୟଜୀ କୁହନ୍ତୁ। ମୋର ଭାବନା, ମୁଁ କିଏ? ଏଇ ଭାବନାର ପରିବର୍ତ୍ତନ। ମୁଁ ସବୁଥିରେ ଆଟାଚ ହେଇକି ଅଛି, କିନ୍ତୁ ମୁଁ କିଏ ଜାଣିବାକୁ ଏଇ ଭାବନାର ପରିବର୍ତ୍ତନ। ଆଚ୍ଛା, ମୁଁ କିଏ ଜାଣିବାକୁ ଚେଷ୍ଟା କରିବି। ଧନ୍ୟବାଦ। ନେକ୍ସଟ କିଏ କହିବେ କୁହନ୍ତୁ? ନେକ୍ସଟ ଆଉ କାହାର ଅଛି କୁହନ୍ତୁ? ସମସ୍ତେ ତ ଶୁଣୁଛନ୍ତି, ଅଛନ୍ତି କିଏ ଜଣ? ବର୍ତ୍ତମାନ ଅଛନ୍ତି ତ 50 ଜଣ। ଆ ଭିତରେ କିଏ ସବୁ ଆସିଲେଣି ମୁଁ ଦେଖିନି। କୁହନ୍ତୁ। ହ୍ୟାଲୋ। ହଁ କୁହନ୍ତୁ କିଏ?
ଆଜ୍ଞା ଗୁରୁଜୀ ପ୍ରଣାମ। ଗୋଟେ ଭାବନା ଅଛି, ମୁଁ କିଏ, ମୋର ଲକ୍ଷ୍ୟ କଣ, ମୁଁ ଭାବୁଛି। କୋରାପୁଟ। ଆଜ୍ଞା ହଉ ଧନ୍ୟବାଦ। କୋଶ୍ଚିନ୍ ଯାହା ତ ପୁଟ୍ କରୁଛ ବଡ଼ କଥା, ଭାବନା ଆଣିକିରି ପୁଟ୍ କରୁଛ ନା, ମନେ ମନେ କରୁଛ। ହଉ ନେକ୍ସଟ କିଏ କୁହନ୍ତୁ, ନେକ୍ସଟ କୁହନ୍ତୁ କିଏ କହିବେ। ଗୁରୁଜୀ ଜୟ ଜୟ। ଜୟ ଜୟ। ନିଜକୁ ଆତ୍ମାର ଭାବନା, ସର୍ବାଧିଷ୍ଠାନ ବ୍ରହ୍ମର ଭାବନା। କିଏ ତୁମେ? ପ୍ରହ୍ଲାଦ କହୁଥିଲି। ପ୍ରହ୍ଲାଦ। ତମ ସ୍ୱର ପରିବର୍ତ୍ତନ ହେଇଯାଇଛି ଆଉ। ଆଜ୍ଞା ହଉ କଣ କହିଲ, ଆତ୍ମାର ଭାବନା ନା କଣ? ଆଜ୍ଞା ଆଜ୍ଞା ନିଜକୁ ଆତ୍ମାର ଭାବନା। ହଉ ଧନ୍ୟବାଦ କୋଶ୍ଚିନ୍ ଆନ୍ସର ପାଇଁ। ଆଉ କିଏ ଅଛନ୍ତି କୁହନ୍ତୁ, କୁହନ୍ତୁ। ବହୁତ ଜ୍ଞାନୀ ଅଛନ୍ତି ଏଠି, ଏ ଛୋଟ କାଟିଆ ଲୋକ ନାହାନ୍ତି, ସବୁ ଯାକ ମାନେ ଏଜୁକେଟେଡ ଆଉ ବ୍ରହ୍ମ ଜିଜ୍ଞାସା, ବୁଝୁଛନ୍ତି, ଜାଣୁଛନ୍ତି, ସବୁ କିଛି କରୁଛନ୍ତି, ଅଛନ୍ତି ବହୁତ ପ୍ରୋଫାଇଲରେ ଅଛନ୍ତି, କିନ୍ତୁ କହୁନାହାନ୍ତି। କୁହନ୍ତୁ। ଲିପୁ। ଗୋଟିଏ ଭାବନା ରହିବ, ମୁଁ କିପରି ସ୍ୱରୂପସ୍ଥ ହେବି, ପୂର୍ଣ୍ଣ ସଂକଳ୍ପ ଥିବ ଭାବନାରେ, ମୋର ଲକ୍ଷ୍ୟ ଏଇଟା ଶେଷ ହବ, ମୁଁ ନିଜର ରୂପକୁ ଦର୍ଶନ କରିବି। ବୁଝିପାରିଲାନି ତାହେଲେ କୋଶ୍ଚିନ୍, ମୋ କୋଶ୍ଚିନ୍ ବୋଧେ ବୁଝିପାରିନାହାନ୍ତି। ମୁଁ କହିବାର ଭାବନାର ପରିବର୍ତ୍ତନ, ଯେମିତି ସକାଳୁ ସନ୍ଧ୍ୟା ଯାକେ ଭାବନା କରୁଛ, ସବୁ ଯାଙ୍କର ଭାବନା ଗୋଟିଏ ଶବ୍ଦ ରହିବ, ସେ ଭାବନାଟା କଣ? ଏଇଟା ତ ଲକ୍ଷ୍ୟ ହେଇଗଲା ତୁମର। ମୋ ଲକ୍ଷ୍ୟ କଣ? ପ୍ରଣାମ। ଗୁରୁଜୀ ନିଜକୁ ଆତ୍ମା ଭାବନାରେ ରଖିବା। ହଁ, ଇଏ ଝିଅ ବହୁତ ସୁନ୍ଦର ସୁନ୍ଦର ମତାମତ ବେଳେ ବେଳେ ଦଉଛି, ଧନ୍ୟବାଦ। ଆଉ କିଏ କୁହନ୍ତୁ। ଗୁରୁଜୀ ଜୟ ଜୀ। ଜୟ ଜୀ। ଟିଆ ସହ অয়ম অয়ম আত্মা ব্রহ্মাস্মি, আমি আত্মা, আমি ব্রহ্ম, এই ভাবনা। এই ভাবনা কোন করিব, এই ভাবনায় রাখা উচিত সারাদিন। ধন্যবাদ। ଆଉ କିଏ କୁହନ୍ତୁ। ଗୁରୁଜୀ ପ୍ରଣାମ। ପ୍ରଣାମ। ଆପଣ ହିଁ এই ସତ୍ସଙ୍ଗ ମାଧ୍ୟମରେ ଥରେ କହିଦେଲେ, ନିଜକୁ 10 ମିନିଟ ପାଇଁ ଆତ୍ମା ବୋଲିକି ଭାବ। ସେ ଆତ୍ମ ଚେତନାରେ ରହିଲେ, ଆତ୍ମା ବୋଲିକି ଆମ ନିଜକୁ ମାନି ନେବାକୁ ପଡିବ। ଏ ସର୍ଟ ଭିଡିଓ ଥିଲା ନୁହେଁ କି? ଆଜ୍ଞା ଆପଣ କହିବେ। ଆଜ୍ଞା ଆଉ ଗୋଟେ କହିବେ କି, ନିଜକୁ ଆତ୍ମା ବୋଲିକି ଆତ୍ମା ସ୍ଥିତିରେ ରୁହ। ଧନ୍ୟବାଦ। ଆଉ କିଏ କହୁଛନ୍ତି କହିବେ କି, କୁହନ୍ତୁ। ଆଜ୍ଞା ମୁଁ ଆତ୍ମା, ମୋ ଶରୀର ନୁହେଁ, ଏଇ ଭାବନାଟା ରହିବା ଉଚିତ। ମୁଁ ଆତ୍ମା, ଶରୀର ନୁହେଁ। ହଉ ଆଉ କିଏ କହିବେ, କୁହନ୍ତୁ। କୁହନ୍ତୁ, ସମସ୍ତେ କହିପାରିବେ। এই ବଚନ 50 ଜଣ ଅଛନ୍ତି, 50 ଜଣ ବି କହିପାରିବେ, କହୁନାହାନ୍ତି। କୁହନ୍ତୁ, ତମକୁ କଣ କିଏ ପନିଶମେଣ୍ଟ ଦଉଛି? ଗୁରୁଦେବ ଜୟଜୀ, ମୁଁ ଅଭୁଳାର କହୁଥିଲି, ସତ୍ୟବ୍ରତ ବେହେରା। କୁହ। ଗୁରୁଦେବ, ପାରିବାରିକ ଜୀବନରେ ଭୌତିକ ସଂସାର ସବୁ କାର୍ଯ୍ୟ ସମ୍ପାଦନ କରିସାରିଲା ପରେ ଲାଷ୍ଟ ସିଦ୍ଧାନ୍ତ, ଲାଷ୍ଟ ଭାବନା ହଉଛି ସମାଧିରେ ବୁଡି ରହିବା। ସମାଧି ଲକ୍ଷ୍ୟ ହେଇଯାଉଛି, ସମାଧି କଣ ହେଇଯିବ ତୁମର? ସେଇଟା ଗୋଟେ ଲାଷ୍ଟ। ବ୍ରହ୍ମରେ ଲୀନ ହେବା। ହଉ ହଉ କହୁଛୁ, ଯାହା ଆସୁଛି ଆଉ। ହଉ ଠିକ, ଧନ୍ୟବାଦ। କୁହନ୍ତୁ ଆଉ କିଏ କୁହନ୍ତୁ। ଗୁରୁଜୀ ପ୍ରଣାମ। ସଂଯୁକ୍ତ। ହଁ, ନିଜକୁ ସବୁବେଳେ ଆତ୍ମା ବୋଲି ଭାବେ। ଠିକ ଅଛି, ଆନ୍ସର।
ତୁମ ମତାମତ ନେଇକରି କହିଲ କୁହନ୍ତୁ। ସେଇ ଗୋଟେ ଆନ୍ସର ଠିକ ହେଲେ ବି ତା ଭିତରେ ପୁଣି କ୍ଲାରିଟି ରହୁଛି, ତାରି ଭିତରେ ବି କ୍ଲାରିଟି ରହୁଛି। ସେ କ୍ଲାରିଟିରୁ ଜଣାପଡୁଛି ଏ ସାଧନରେ କେତେ ସ୍ତରରେ ଅଛନ୍ତି। ତୁମ ଭଏସରୁ ଜଣାପଡ଼ିବ ତୁମ ସାଧନ, ତୁମ ଜ୍ଞାନ, ତୁମର ରିସିଭିଂ ପାୱାର କେତେ ଅଛି। ଆନ୍ସର ଠିକ ହେଇପାରେ, ଯେମିତି ଖାଇବା, ଗିଳିବା, ଭୁଞ୍ଜିବା ତିନିଟା ଗୋଟିଏ ଶବ୍ଦ, କିନ୍ତୁ ଡିଫରେନ୍ସ। ଖାଇବା, ଗିଳିବା, ଭୁଞ୍ଜିବା ଗୋଟିଏ ହେଲେ ବି ତିନିଟାଙ୍କ ଡିଫରେନ୍ସ। କୁହନ୍ତୁ, ଆଉ କିଏ କହିବେ? କୋଶ୍ଚିନ୍ ମୁଁ ବୁଝିଲା ଭଳିଆ କୁହନ୍ତୁ, ମୁଁ ଯେମିତି ବୁଝିପାରିବି। ଜୟ ଗୁରୁଜୀ। ରଞ୍ଜନ, ଗୁରୁଜୀ ନିଜକୁ ହିଁ ନିଜକୁ ଆତ୍ମା ଭାବିବା। ଆଜ୍ଞା ନିଜକୁ ତ ଆତ୍ମା ଭାବିବା ପାଇଁ ସବୁ ଯାକ କୌଶଳ ଆମେ ରଖିଲେ 300 ଏପିସୋଡ କଲେଣି। ସେଇଆ ନିଜକୁ ଆତ୍ମା ଆଉ ବୋଧେ 100 କି 150 ମୋ ପାଖରେ ଅଛି, ଛଡା ଯାଏ 2018। ଭାବନାର ପରିବର୍ତ୍ତନ କେମିତି କରିବା ଆମେ, ସେ ଉତ୍ସଟା କଣ? ଏ ଟପିକ ଅଛି ଭାବନାର ପରିବର୍ତ୍ତନ। ଆମେ କେତେ କେତେ ଜାଗାରେ ଆଟାଚମେଣ୍ଟ ହେଇକି ରହିଛେ, ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତି କ୍ଷେତ୍ରରେ। କୁହନ୍ତୁ, ଆଉ କିଏ ଅଛନ୍ତି ଇଣ୍ଟେଲିଜେଣ୍ଟ ଅଛନ୍ତି? ହଁ, ଆଉ କିଏ ଇଣ୍ଟେଲିଜେଣ୍ଟ ୱାନ୍ କୁହନ୍ତୁ। ଭାବନାକୁ ଜ୍ଞାନରେ ପରିବର୍ତ୍ତନ। ଭାବନାକୁ ଜ୍ଞାନରେ ପରିବର୍ତ୍ତନ କରିବା ନା, ଏ ନୁହେଁ। ଆଉ ଥରେ କୁହ, କଣ କହିବ ଚିନ୍ତା କରି କହିବ। ଆଉ କିଏ କୁହନ୍ତୁ, କୁହନ୍ତୁ, 1 ବାଜିଲା। ଗୁରୁଜୀ ପ୍ରଣାମ। କୁହ। ଯେତେବେଳେ ମଣିଷଟେ କିଛି ଜାଣିନଥାଏ, ସତ୍ସଙ୍ଗ ମାଧ୍ୟମରେ ପ୍ରତି ମୁହୂର୍ତ୍ତରେ, ପ୍ରତି ସମୟରେ ଯେତେବେଳେ ସତ୍ସଙ୍ଗ ମାଧ୍ୟମରେ ସେ ଜ୍ଞାନ ପାଇଗଲା ଯେ ଦୃଶ୍ୟ ସବୁ ଯାହା ଦେଖାଯାଉ ସେଟା ସତ୍ୟ ନୁହେଁ, ସେ ନିଜକୁ ନିଜେ ଭାବନାର ସହିତ ପରିବର୍ତ୍ତନ କରିବ ଯେ ମୁଁ କିଏ, କାହିଁକି ଆସିଛି, କଣ କରିବାକୁ ଠିକ ହେବ, ସେୟା ଭାବି ଭାବନାରେ ଆତ୍ମାକୁ ସ୍ମରଣ କରି, ଆତ୍ମାକୁ ନିଜକୁ ଆତ୍ମା ବୋଲି ଭାବି ତା ଭାବନା ପରିବର୍ତ୍ତନ କରିଦଉ। ହଉ, ଆଉ କିଏ କହୁଥିଲେ କୁହନ୍ତୁ। ଶୂନ୍ୟର ଭାବନା ହେଲେ ପରିବର୍ତ୍ତନ ହେଇଯିବ। ଶୂନ୍ୟର ଭାବନା ଆଜ୍ଞା କିଏ କହୁଛ? ସୀତାରାମ କହୁଛ କି? ଜାରକା ନା, ଶୂନ୍ୟର ଭାବନା ନା, ଧନ୍ୟବାଦ। କ୍ୱେଶ୍ଚିନ୍ ଆନ୍ସର ରଖିଛ, ଭାବନା କରିଛ ଯେ ମୁଁ କଣ କହିବି, ସେଇଟା ବି ଗୋଟେ ମୂଳ କେନ୍ଦ୍ର। ମାନେ ତୁମେ ସେଇ ଯିଏ କ୍ୱେଶ୍ଚିନ୍ କରୁଛନ୍ତି ସେ ବି ଏକାଗ୍ରତା ରହୁଛନ୍ତି, ସେଇମାନେ ଏକାଗ୍ରତା ରହୁଛନ୍ତି। କାରଣ କ୍ୱେଶ୍ଚିନ୍ଟା କେମିତି କହିବି, ବିନା ଏକାଗ୍ରତାର କ୍ୱେଶ୍ଚିନ୍ ଆସିବନି। ଆଉ ଯୋଉମାନେ ଅଳ୍ପ ଅଳ୍ପ ଭାବୁଛନ୍ତି, ଏକାଗ୍ରତା ହେଇପାରୁନି, ତାଙ୍କ କ୍ୱେଶ୍ଚିନ୍ ଆସୁନି, ଉତ୍ତର ଆସୁନି। ଯୋଉମାନେ ଆସୁଛନ୍ତି ସେମାନେ କହିପାରୁଛନ୍ତି। କୁହନ୍ତୁ, ଆଉ ତ ବହୁତ ଅଛନ୍ତି, ଇଣ୍ଟେଲିଜେଣ୍ଟ ୱାନ୍ ଅଛନ୍ତି ସବୁ, କହୁନାହାନ୍ତି କାହିଁକି? ଗୁରୁଜୀ ମୁଁ ଗୋଟେ ବୈରାଗ୍ୟ ଭାବନା ଗୁରୁଜୀ କେନ୍ଦ୍ରାପଡ଼ା କହୁଥିଲି। ହଁ, କେନ୍ଦ୍ରାପଡ଼ା କୁହ। ଗୁରୁଜୀ ବୈରାଗ୍ୟ ଭାବନା ଯେତେବେଳେ ମଣିଷ ମନରେ ନ ଆସିଛି, ସେ ଯେତେ ଭାବନା ପରିବର୍ତ୍ତନ ହେଲେ ବି ସେ ଉର୍ଦ୍ଧ୍ୱକୁ ଯାଇପାରିବନି, ସାଧାରଣ ଉର୍ଦ୍ଧ୍ୱକୁ ଯାଇପାରିବନି। ଯେତେବେଳେ ସେ ଦେଖିଥିବ ମୋ ମନରେ ବୈରାଗ୍ୟ ସୃଷ୍ଟି ହବ, ଅଭ୍ୟାସ ବୈରାଗ୍ୟ ଦିଟା ଯଦି ହେଇଗଲା, ତାହେଲେ ସେ ଯୋଉ ତାର ଲକ୍ଷ୍ୟ ପ୍ରାପ୍ତି ଅଛି, ମୁଁ କିଏ, ମୋର ପରିଚୟ କଣ, ମୁଁ ଯିବି କୁଆଡେ, ଏଇ ଯୋଉ ଭାବନାଟା ଯେତେବେଳେ ଆସିବ, ଯେତେବେଳେ ତାର ମନରେ ବୈରାଗ୍ୟଟା ଭାବନା ଆସିବ, ମୋର କୌଣସି ସହିତ ଆଟାଚମେଣ୍ଟ ନାହିଁ, ମୋର ଡିଟାଚମେଣ୍ଟ ସଂସ୍କାର ହେଇଯିବ, ସେତେବେଳେ ସେଟା ନୂଆ ପରିବର୍ତ୍ତନ ସୃଷ୍ଟି ହବ।
ନାଇଁ ନାଇଁ ପରିବର୍ତ୍ତନ ସୃଷ୍ଟି କରିବା କଥା ମୁଁ କହୁନି, ଭାବନାର ପରିବର୍ତ୍ତନ କରିବ। କଣ ଭାବନା କଲେ ପରିବର୍ତ୍ତନ ହବ? ବୈରାଗ ନ ଆସିଲେ କି ମଣିଷ ମାନେ ବୈରାଗ ଯେତେବେଳେ ନ ଆସିଛି ମାନେ କିଛି ଗୋଟେ ଦୃଶ୍ୟ ଦେଖି ତାମାନେ ଯେତେବେଳେ ବୈରାଗ ଆସିଯିବ ହଁ ଏ ସଂସାର ତାର ଡିଟାଚମେଣ୍ଟ ଯେତେବେଳେ ମାନେ କମିଯିବ ହଁ କିଏ ଯେତେବେଳେ ପରିଚୟ ଖୋଜିବ ସେତେବେଳେ ମନଟା ଅଟୋମେଟିକ ଭାବନା ପରିବର୍ତ୍ତନ ହେଇଯିବ ଅଟୋମେଟିକ। ହଁ ସେ ଗୋଟେ ଷ୍ଟେପ୍ ହେଇପାରେ, ଗୋଟେ ଷ୍ଟେପ୍ ହେଇପାରେ। ଆଉ କୁହନ୍ତୁ, ଆଉ କିଏ କହିବେ? କୁହନ୍ତୁ, କହୁଥିଲେ କୁହନ୍ତୁ। ଆଜ୍ଞା ଗୁରୁଜୀ ପ୍ରଣାମ। ହଁ ପ୍ରଣାମ। ବାଲେଶ୍ୱର କୁହ। ଆପଣଙ୍କ ଆଜ୍ଞା ଶରୀରଟା ଖୋଳପ, ମୁଁ ହଉଛି ଆତ୍ମା। ଆତ୍ମାରେ ରଖି ଶରୀର ତା କାମ ସବୁ କରିଚାଲିବ, ମୁଁ ଖାଲି ଦେଖେ। ମୋ ଆତ୍ମା ୟା ଭିନ୍ନ ଅନ୍ୟ ଚିନ୍ତନ କିଛି ନାହିଁ। ଶରୀରଟା ଗୋଟେ ଖୋଳପ, ମୁଁ ତା ଭିତରେ, ମୁଁ ହଉଛି ଆତ୍ମା। ଶରୀର କାମ କରିଚାଲିଛି, ମୋର କିଛି ଟେନସନ ନାହିଁ, ମୁଁ ଖାଲି ବସିକି ଦେଖୁଛି। ସାକ୍ଷୀ ରୂପରେ। ହଁ ମୁଁ ସାକ୍ଷୀ ରୂପରେ ଦେଖୁଛି, ମୋର କିଛି କାମ ନାହିଁ, ମୁଁ ଦେଖୁଛି ଏ ଶରୀର ଯାହା ଯାହା କରିଚାଲିଛି। ହଁ ये भी absolutely आंसर କିଛି ଅନୁସାରେ ସଠିକ ହେଇପାରେ। କହିବି ହଉ ଠିକ ଅଛି, ଧନ୍ୟବାଦ। ହଉ କୁହନ୍ତୁ, ଆଉ କିଏ? ବାବା ପ୍ରଣାମ। ପ୍ରଣାମ। ମୁଁ ନୀଳଗିରି ବିହାର ଭୁବନେଶ୍ୱରରୁ କହୁଛୁ। ହଁ ହଁ କୁହନ୍ତୁ। ବାବା ତୁମେ ସତ୍ୟ ଜଗତ ମିଥ୍ୟା ଏଇଟାକୁ ଭାବିଲେ ଭାବନାର ପରିବର୍ତ୍ତନ ବହୁତ ହବ। ଆସୁଛ ମାନେ କ୍ଲୋଜ ହଉଛ, କ୍ଲୋଜ ହେଇଯାଉଛ ଆନ୍ସର ସହିତ, କିନ୍ତୁ ଠିକ ଅଛି, ଠିକ ଅଛି, ଆନ୍ସର ବି ଏକ ପ୍ରକାର ଠିକ। ଆତ୍ମା ସତ୍ୟ ଜଗତ ମିଥ୍ୟା, ସିଏ କହିଲେ କଣ? ସିଏ କହିଲେ ମୁଁ ସାକ୍ଷୀ ରୂପରେ ରହିକରି ଶରୀରକୁ ଦେଖିବା, ସାକ୍ଷୀ ରୂପରେ, ଆତ୍ମା ରୂପରେ ରହିକରି ଶରୀରକୁ ଦେଖିବା, ସବୁ କାମ କରିବା। ଧନ୍ୟବାଦ। ଆନ୍ସର ସବୁ ତୁମମାନଙ୍କର ବହୁତ ସବୁ କ୍ଲାରିଟି ଆନ୍ସର ଅଛି। ଧନ୍ୟବାଦ। ତୁମର କେବେ ଆସି ଯୋଗ ଆଉ ଥରେ ଟେଷ୍ଟ କରେଇନିଅ, ଜାଣିଲ? ଆସିକି ଟେଷ୍ଟ କରେଇନିଅ। ହଉ ଧନ୍ୟବାଦ। ଆଉ କିଏ କହିବେ? କୁହନ୍ତୁ। ମନର ପରିବର୍ତ୍ତନ ହେଲେ ଭାବନାର ପରିବର୍ତ୍ତନ ହବ। ହଁ ସେଇଟା ତ ଠିକ ଅଛି, ମନ ପରିବର୍ତ୍ତନ ଭାବନାର ପରିବର୍ତ୍ତନ କଣ କରିବ? ମନ ପରିବର୍ତ୍ତନ, ମନ ବା ସବୁଆଡେ ଅଛି। ମନ ତମର ଏଇନା କଣ ତମ ଅଷ୍ଟପ୍ରହରୀ କରି ରହୁଛି? ନାଇଁ କୁହ କୁହ କୁହ, ଚିନ୍ତା କରି କୁହ। ଆଉ କିଏ କହିବେ? କୁହନ୍ତୁ। ପ୍ରଣାମ। ପ୍ରଣାମ। ସବୁ ଭଗବାନ ସହିତ ଆତ୍ମଚିନ୍ତନ ଭାବନାଟା ସବୁ ମୁହୂର୍ତ୍ତେ ଜାଗି ରହିବା ଆବଶ୍ୟକତା ପରିବର୍ତ୍ତନ ପାଇଁ। ଏସବୁ କ୍ଲାରିଟି ଆନ୍ସର ଆସୁଛି, ତା ଭିତରେ ପୁଣି ରହୁଛି, ବୁଝିଲେ? ଜଣେ ସଠିକ ଉତ୍ତର ଦେଇଛି, ମୁଁ କହିପାରେ ଏକଦମ ସଠିକ, ତଥାପି ତୁମର ସବୁ କ୍ଲୋଜ, ସେଇ ଆଟାଚ ମାନେ ଆନ୍ସର କ୍ଲୋଜ ଅଛି। କୁହନ୍ତୁ, ଆଉ କିଏ କହିବେ? ଆଉ କିଏ କହିବେ ନା ବନ୍ଦ କରିବା? ଆନ୍ସର ସବୁ ଜାଣିଛନ୍ତି, କୁହନ୍ତୁ। ଆନ୍ସର କୁହନ୍ତୁ। ଆନ୍ସର ଜଣା ପଡିବ ତୁମର କେତେ ରିସିଭ କରୁଛ ଆମ କଥା। ଆଉ କିଏ କହିବେନି ତାହେଲେ ନା? କେହି ଜଣ ଖୋଲିଥିଲେ ବନ୍ଦ କରିଦେଲେ, ମ୍ୟୁଟ କରିଦେଲେ, ଓପନ କରିଥିଲେ ମ୍ୟୁଟ କରିଦେଲେ।
କହିଲେ ସିନା ତୁମର କ'ଣ ଅଛି ଜଣାପଡ଼ିବ। ତୁମ ଭିତରେ ଏଠି ଆନ୍ସର ଦଉନ ଯେ ତୁମର ଭିତର ତତ୍ତ୍ୱକୁ ଆମେ ଜାଣୁଛୁ। ତୁମ ଭିତରେ କ'ଣ ଅଛି ଜଣାପଡ଼ୁଛି। ଆଉ ଜଣେ ଜଣେ କହୁଛନ୍ତି ଭାବନା କରୁଛନ୍ତି କାଦୁଅରେ ପଶିବା କାହିଁକି ଗୋଡ଼ ଧୋଇବା କାହିଁକି ନୁହେଁ, କାଳେ ଭୁଲ ହେଇଯିବ ଉତ୍ତର। କାଦୁଅରେ ପଶିବେନି କି ଗୋଡ଼ ଧୋଇବେନି, ସଇଲା। ଅଛନ୍ତି କେତେ ଗୁଡ଼ିଏ। ଠିକ ଅଛି, ପ୍ରାୟ ସମସ୍ତଙ୍କର ଆନ୍ସର ସବୁ ଭାବଗର୍ଭକ ଥିଲା। ଯେଉଁମାନେ ମୁଁ କହିଥିଲି ଭାବନାର ପରିବର୍ତ୍ତନ କ'ଣ କଲେ ହବ। ଏ ଯେତେ ଦୁନିଆ ଜଗତ ଅଛି ଆମେ ଆଟାଚମେଣ୍ଟ କରୁଛେ, ମନ ଦଉଛେ, ସେଥିରୁ ଫେରେଇ ଆଣୁଥିଲା ସେ ମନ। ଭାବନା ସହିତ ଆମେ ମନ ଦଉଛେ କି ନାହିଁ, ଚିନ୍ତନ କରୁଛେ କି ନାହିଁ। ମୁଁ କହିଲି ଗୋଲାପ ଫୁଲର ଭାବନା, ଅନେକ କଥା କହିଛି, ତା ଦେହରେ ଉତ୍ତର ସବୁ ଥିଲା। ଭାବନାର ପରିବର୍ତ୍ତନ କେମିତି କରିବ ନା ଫେରେଇ ଆଣିବ। ତୁମେ ନିଜେ ବୈରାଗ୍ୟ ନଥାଉ, କିଛି ବି ନଥାଉ। ଏଠି ତମକୁ ଟ୍ୟାକ୍ସ ଦିଆହେଲା। ଯେଉଁମାନେ ଅଛନ୍ତି ଏଠି 50 ଜଣ ବର୍ତ୍ତମାନ ଅଛନ୍ତି, ସେମାନେ ବୈରାଗ୍ୟ ନଥାଉ, କିଛି ବି ନଥାଉ ତାଙ୍କ ପାଖରେ। ସତ୍ସଙ୍ଗ ବା ଅଛି, ତାଙ୍କ ପାଇଁ ତ ସତ୍ସଙ୍ଗ କାଫି ନା। ସତ୍ସଙ୍ଗରେ ପରିବର୍ତ୍ତନ ହେବେ ନା। ମୁଁ ଆଜିର ଏଇ ଟପିକ ଆଣିବାର ହଉଛି ଗୋଟେ ବଡ଼ ବୃହତ୍ତର ପରିବର୍ତ୍ତନ ତୁମ ମନରେ ଦେଖାଦେବ। ମୁଁ ଏତେ କଥା କହିଲେ କେତେ କେତେ କଥା କହିଛି, ଯାହା ମନରେ ଆସିଲା। ଦେଖାଯାଉଥିଲା ଯୋଉଟା ମତେ ଦେଖାଗଲା, ଗୋଲାପ ଫୁଲ ପରେ ନଈ ଦେଖାଗଲା, ପର୍ବତ ଦେଖାଗଲା, ଅନେକ ଅନେକ କଥା ଦେଖାଗଲା। ମୁଁ କହିଲି ତାମାନେ ଭାବନା ସେଇଠି ରହିଲା। ଆଉ ଆମେ ଏଣ୍ଟାର 24 ଘଣ୍ଟାଟା ଆମେ ଭାବନା କରୁଛେ ଏଇ ପୃଥିବୀ ଦୃଶ୍ୟ ସହିତ। କରୁଛେ କି ନାହିଁ? ଆଉ କିଛି ନାହିଁ। ଏ କ୍ୱଚିତ ସମୟ କେତେବେଳେ କି ଆତ୍ମଭାବନା କରିଦଉଛି, ମୁଁ ଆତ୍ମା ବ୍ରହ୍ମାସ୍ମି କିଏ କହିଦଉଛି ହେଲା, କିଏ ଗାୟତ୍ରୀ ମନ୍ତ୍ର ଜପ କରିଦଉଛି। ଓମ୍ ଭୂର୍ଭୁବସ୍ୱ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବୀ ସତୀମା ଧିୟୋ ନ ପ୍ରଚୋଦୟାତ୍। ତା ମିନିଂ ଜାଣୁନି। ମିନିଂ ନ ଜାଣିକିରି ଯଦି ଭାବନା କରିବ କିଛି ହବ। ସେ ତ ସବିତା ଅର୍ଥ ସୂର୍ଯ୍ୟଙ୍କୁ ଭାବିଥିବ, କିନ୍ତୁ ସବିତା ଅର୍ଥ ଯେ ଆତ୍ମା ସେଇଟା ଜଣା ନଥିବ। ଗାୟତ୍ରୀ ଛନ୍ଦ ବା ଗାୟତ୍ରୀ ମନ୍ତ୍ର ସର୍ବଶ୍ରେଷ୍ଠ ମନ୍ତ୍ର ବୋଲି ବେଦରେ ଉଲ୍ଲେଖ ଅଛି। ବା ମନ୍ତ୍ର ଭିତରେ ମୁଁ ହଉଛି ଗାୟତ୍ରୀ। ଗୀତାରେ ମଧ୍ୟ କୁହାଯାଏ ମନ୍ତ୍ର ଭିତରେ ମୁଁ ଗାୟତ୍ରୀ, ଛନ୍ଦ ଭିତରେ ମୁଁ ଗାୟତ୍ରୀ ଛନ୍ଦ, ଆଉ ବେଦ ଭିତରେ ମୁଁ ହଉଛି ସାମ ବେଦ। একথা ବି କୁହାହେଇଛି। ତେଣୁ ତୁମେ ବେଳେ ବେଳେ କ'ଣ କରୁଛ ନା ସବୁ ଯାକ ଦୃଶ୍ୟ ଜଗତରେ ବୁଡ଼ି ରହୁଛ, ଭାସି ଚାଲୁଛ, ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, 24 ଘଣ୍ଟା ରତ ରହୁଛ। ଯଦି ଏ 24 ଘଣ୍ଟାଟାକୁ ଆମେ ଲିଭେଇ ଦେବା, ଡିଲିଟ କରିଦେବା, ପୁରା କିଛି ରହିବନି। ଆମେ ତ ଆଟାଚମେଣ୍ଟ ଭିତରେ, ଭାବନା ଭିତରେ ଥିବାରୁ ତ ସେଗୁଡ଼ା ସବୁ ଆସୁଛି ନା। ଆମେ କିଛି ରଖିବା, ସବୁ ଡିଲିଟ କରିଦେବା। ଯେତେ ସବୁ ଭାବନା ଅଛି ଆମେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାକୁ ଡିଲିଟ କର। ଗୋଟିଏ ଭାବନା କହିଛି, ଗୋଟିଏ କ'ଣ ଭାବନା କଲେ ହବ? ସବୁ କାଟିଦେବ, ସବୁ ଯାକ ଛାଡ଼ିଦେବ। ଯୋଉ ଝିଅ ଏବେ ରଶ୍ମିତା ସାମଲ କହିଲା, ଆବସଲ୍ୟୁଟଲି କରେକ୍ଟ ଆନ୍ସର ଥିଲା କେବଳ ତାର, ଆଉ ସମସ୍ତଙ୍କର ଭୁଲ ଥିଲା ତା ନୁହେଁ, ମୁଁ କହୁନି। ସିଏ କହିଲେ ଆପଣ କହିଥିଲେ 10 ମିନିଟ୍ସ ଭାବନାରେ ରହିବ, 10 ମିନିଟ୍ ମାତ୍ର। ଏଟା ଟେଲର ଥିଲା। କାହିଁ କହିଥିଲି ମୁଁ? ସବୁ ଲିଭେଇ ଦେବ, କିଛି ରଖିବନି ଆଗରେ। ନା ଡିବି ଥିବ, ନା ଲଣ୍ଠନ ଥିବ, ନା ଭାତ ଥିବ, ନା ଡାଲି ଥିବ, ନା ସ୍ୱାମୀ ଥିବ, ନା ସ୍ତ୍ରୀ ଥିବ, ନା ପୁଅ ଥିବ, ନା ଘର ଥିବ। ତୁମେ ବସିଥିବ କେବଳ ଏକମାତ୍ର। ନା ପୃଥିବୀ ଥିବ, ନା ଆକାଶ ଥିବ, ନା ସୂର୍ଯ୍ୟ ଥିବ, ନା ଚନ୍ଦ୍ର ଥିବ, କିଛି ନଥିବ। କେବଳ ତୁମେ ତୁମ ଭାବନାରେ କେବଳ ଆତ୍ମା ଥିବ, ଆଉ କିଛି ନଥିବ। ଏଇଟା ପ୍ରାକ୍ଟିସ ପାଇଁ ଦେଇଥିଲି, 10 ମିନିଟ୍ ମାତ୍ର। ଟ୍ରାଏ କର ସବୁଦିନ। ତେଣୁ ଭାବନାର ପରିବର୍ତ୍ତନ ସ୍ୱର ସେଇଠି ହବ
ଯେ ତୁମେ ସବୁ ଯାକ କାଟିକିରି ବସିଗଲ ସେ ଆତ୍ମାରେ, କେବଳ ହିଁ ଆତ୍ମଚିନ୍ତନ କଲ। ତା ଭିତରେ ଆଂଶିକ ଉତ୍ତର ଥିଲା, ସଠିକ ହୁଏତ ହେଇପାରେ ବସନ୍ତ ଭଣ୍ଡାର, ଯେ ମୁଁ ଆତ୍ମା ଭାବିକିରି ଦେହକୁ ଏକ ଫେକ୍, ମାନେ ଇଏ କିଛି ନୁହେଁ, ମୁଁ ଆତ୍ମା, ମୁଁ ସତ୍ୟ, ସାକ୍ଷୀ ରୂପରେ ଦେଖିବା ପାଇଁ କହିଲେ। ଆନ୍ସର ଠିକ ଥିଲା, କିନ୍ତୁ ଯୋଉ ଆନ୍ସର ମୁଁ ଖୋଜୁଥିଲି ଯେ କେବଳ ଆତ୍ମଚିନ୍ତନ ରହିବ, ଆତ୍ମାରେ ମନ, ଯେମିତି ମାନେ ଗୋଟେ ଜାଗାରୁ ହଟେଇକିରି ଆଉ ଗୋଟେ ଜାଗାରେ ରଖିବ। ଏ ପୃଥିବୀର ହଟେଇ ଦେଇକିରି ସେ କହିଲେ ସାକ୍ଷୀ ରୂପରେ ଦେଖିବା ପାଇଁ କହିଲେ। ମୁଁ କଣ କହୁଛି ନା ପୂର୍ଣ୍ଣ ଭାବରେ ମନ ରଖିବ ଆତ୍ମା ରୂପରେ। ତୁମ ହଟେଇଦବ, ଯେମିତି ଦେଖୁଛ ଗୋଲାପ ଫୁଲ ଦେଖିଲ, ଗୋଲାପ ଫୁଲ ସହିତ ଆଟାଚ ହେଇଗଲା। ଖାଦ୍ୟ ଦେଖିଲ, ଖାଦ୍ୟ ସହିତ ଆଟାଚମେଣ୍ଟ ହେଇଗଲା, ଲୁଣିଆ ହେଇଛି କଲଣା ହେଇଛି। ଦେଖୁଛ ନା, ଯୋଉ ଦୃଶ୍ୟ ଦେଖୁଛ ଆଟାଚମେଣ୍ଟ, ଭାବନା ରହିଗଲା। ସେଇ ଭାବନାଟା ପୂର୍ଣ୍ଣ ଭାବରେ ଆତ୍ମାରେ ରଖିଦବ ଆଣିକି 24 ଘଣ୍ଟା। ଅସମ୍ଭବ ନୁହେଁ। ଯେମିତି ତୁମେ ବହି ପଢିଲା ବେଳେ ଗୋଟେ ଲାଇନ ପଢୁଥିବ, ସେ ଲାଇନରେ ନଥିବ, କାହିଁ କ୍ରିକେଟ ଖେଳରେ ଥିବ। ଏମିତି ମୋର ଅଭ୍ୟାସ, ମୁଁ ଦେଖିଛି, ମାନେ ଏମିତି ହେଇଛି। ଗୋଟେ ସେଣ୍ଟେନ୍ସ ଆମେ ପଢୁଛେ, ସେ ସେଣ୍ଟେନ୍ସ ଦେଖାଯାଉଥିବ, କିନ୍ତୁ ତୁମେ ଫିଲ୍ଡ ଦେଖାଯାଉଥିବ, କ୍ରିକେଟ ଫିଲ୍ଡ। କେମିତି ଗଲା, ଗୋଟେ ତ ଦେଖୁଛ, ଆଉ ଗୋଟେ କେମିତି ଗଲା। କାହା କଥା ଯଦି ଭାବିବ, ବହି ପଢୁଥିବ, ତାରି କଥା ଭାବୁଥିବ, କିନ୍ତୁ ସେ ସେଣ୍ଟେନ୍ସ ତମକୁ ଦେଖାଯାଉଥିବ, କିନ୍ତୁ ଭାବନାର, ମନରେ ମନ ଦ୍ଵାରା ଆଉ ଗୋଟେ ଦେଖୁଥିବ, ମନରେ ମନ ଦ୍ଵାରା ଆଉ ଗୋଟେ ଦେଖୁଥିବ। ସେମିତି ଯେତେବେଳେ ଏ ଦୃଶ୍ୟ ଜଗତକୁ ଦେଖୁଥିବ, ସାରା ପୃଥିବୀ କି, ଏଥର ଡିଲିଟ କରିବ, ମନ ଫେରି ଆଣିବ ପୂର୍ଣ୍ଣ ଭାବରେ ଆତ୍ମା ଉପରେ ରଖିବ। ପରିବର୍ତ୍ତନ ସ୍ୱର ଏଇଟା। କିଛି ନଥାଉ, ନା ବୈରାଗ୍ୟ ଅଛି, ନା ଚିନ୍ତନ ଅଛି, ନା ଯମ ନିୟମ ଅଛି, ନା ସାଧନ ଅଛି, କିଛି ନାହିଁ ତୁମ ପାଖରେ, କିଛି ନାହିଁ। ମନେ କରନ୍ତୁ କିଛି ନାହିଁ। ଏଠି ଶୁଣିଲ ବା, ସତ୍ସଙ୍ଗରୁ ଶୁଣିଲ, ସଠିକ ଚାବି ଧରିଲ, ଖୋଲିବ। ଆଠୁ ବଡ ଜିନିଷ କଣ ଥାଇପାରେ? ସତ୍ସଙ୍ଗରୁ ଯୋଉ ଜିନିଷ ମିଳିବ, କୋଉଠି ମିଳିବନି ତୁମକୁ। ଟ୍ରାଏ କର, ଆଗେ ଟ୍ରାଏ କର, ପୁରା ଗୋଟେ ଦିନ 24 ଘଣ୍ଟା ତୁମେ ପଳେଇ ଆସ ଆତ୍ମା ଉପରେ, ଦେଖିବ ଆତ୍ମାର ଭାବନାର ପରିବର୍ତ୍ତନ। ମାନେ କଣ? ଭାବନାର ପରିବର୍ତ୍ତନ କରିବ। ଯୋଉ ଭାବନା କରୁଛ, ସେ ଭାବନାରୁ ଉଠେଇ ଆଣି ଆଉ ଗୋଟେ ଜାଗାରେ ରଖିଦେବା। ଦେଖୁଛ ଆଜି ପର୍ଯ୍ୟନ୍ତ ସେ ଦୃଶ୍ୟ ଛାଡି ଦିଅ। ଆଜି ପର୍ଯ୍ୟନ୍ତ ଦେଖିଲଣି, ହଟେଇ ଦିଅ ସେ ଦୃଶ୍ୟକୁ। ଏ ଦୃଶ୍ୟ ଦେଖ, ଆତ୍ମାର ଦୃଶ୍ୟ। ଏ ତ ଗେଟ୍ ପାଖରେ ପହଞ୍ଚିଗଲେ, ଜାଣ, ଆତ୍ମଦର୍ଶନର ଗେଟ୍ ପାଖରେ ପହଞ୍ଚିଗଲ। ଯଦି ରଖିଲ ଆଣିକିରି, ଖାଲି ଭିତରକୁ ପଶିବାର ଅଛି, ଭିତରକୁ ଯିବାର ଅଛି। ତା ଭିତରେ ଆଉ ଭଲ ଆନ୍ସର ମଧ୍ୟ ଥିଲା, କିନ୍ତୁ ଆକୁରେଟ ଆନ୍ସର ଏଇଟା ହିଁ ଥିଲା। କୈଳାସ ମଧ୍ୟ ଠିକ କହିଛନ୍ତି, କୈଳାସ ମଧ୍ୟ କହୁଥିଲେ ଠିକ କଥା। ଆଉ ବି କେତେବେଳେ ସେ ଗୀତା ମଧ୍ୟ ପରେ ଠିକ କରେକ୍ସନ କରି କହିଲା। ଆଉ ମଧ୍ୟ କେଇ ଜଣ ଆତ୍ମା ଆଡକୁ ଯୋଉମାନେ କହିଛନ୍ତି, ଆତ୍ମାରେ ମନ ଦିଅ, ଆବସଲ୍ୟୁଟଲି କରେକ୍ଟ ଆନ୍ସର। କେବଳ ଆତ୍ମାରେ ମନ ଦବ, ଭାବନା ପରିବର୍ତ୍ତନ କରିବ। ମାନେ ଭାବନା କରୁଛ, ମାନେ ଏ ପୃଥ୍ୱୀ ପୃଷ୍ଠର ଭାବନା ତୁମ ପାଖକୁ ଆସୁଛି। ତୁମେ ଟଙ୍କାର ଭାବନା ନ କଲେ, ଟଙ୍କା କଥା ଚିନ୍ତନ ଆସିବନି ତୁମ ଭିତରେ। ମନେକର ବସିଛ, ତୁମର ହଠାତ୍ ତମ ଏସି କଥା ମନେ ପଡିଗଲା, ଆକାଉଣ୍ଟ କଥା। ଷ୍ଟେଟ ବ୍ୟାଙ୍କରେ କେତେ ଅଛି, ଆକ୍ସିସରେ କେତେ ଅଛି, ଆସିଗଲା, ମନେ ପଡିଗଲା। ହଁ, ଏଥିରେ 5,000 ଅଛି, ସେଥିରେ 1,00,000 ଅଛି। ଗଲ କି ନାହିଁ? ସେ ଭାବନା ଭିତରେ ହିଁ ଟଚ୍ କଲା, ବ୍ୟାଙ୍କକୁ ଟଚ୍ କରିଗଲା। ସେମିତି ସେ ଭାବନା କାଟିକିରି ପୁଣି ଆତ୍ମାରେ ଲଗେଇ ଦିଅ। ଆତ୍ମାକୁ ବିଶ୍ଳେଷଣ କର, ନହେଲେ ଆନାଲାଇଜ କର, ଆତ୍ମା ଭିତରେ କଣ ଅଛି। ତାହେଲେ ପରିବର୍ତ୍ତନ ସ୍ୱର ଦେଖାଦେବ ତୁମକୁ।
केवल गोटे सुंदर मेथड एटा जे तुमर भावनार परिवर्तन आण निजे आण निजे आनिबो एटी को भगवान आनिबेनी कि के आनिबेनी निजे आनिबो ये होची बलिष्ठ प्रयास जीवन आज जति हो 2 मिनिट हो 5 मिनिट हो 10 मिनिट हो 17 मिनिट हो 70 मिनिट हो चेष्टा कर बसिक खट भल सेज पकईद नरम सेज पकईद आंठू काटबनी आंठू गोईठी काटबनी आराम बस स्ट्रेट फॉरवर्ड है सतिका सारा विश्व को तुम्हें जय करिया जाऊच जो मन हटौच माने जय कल कि नहीं आ गोटे राज्य भितर को आसो ना से राज्यर पता अच्छी ना सत्ता अच्छी ना ठिकना अच्छी किछि नहीं ना रूपरेख किछि नहीं तुम्हें से राज्य को आस चिंतन करियो आउ जने से कहला जे झुना झुना से भी ठीक उत्तर दे ये के जन दे चनी मन पड़ुची आंसर ठीक है क्लैरिटी नहीं भावना को परिवर्तन माने भावना को आनी आ गोटे जगह रखियो एंटायर विश्व जगत भावना को फेरे आने तो कम खाइबी केमती बंधु दर्शन केमती करबी रोषेई केमती करबी कथा केमती हेबी मोबाइल ऑन करबी कि नहीं बुझिले आर भी सूत्र अच्छे आर भी सूत्र अच्छे कही दौच तुम बुझिले जहाँ सब करुथिबो कहगला से कहले साक्षी रूप जिते गुटे जिनस तुम्हें अटैचमेंट रही भी नन अटैचमेंट हो अटैचमेंट होकर नन अटैचमेंट हम जमती गोटे सुंदर उदाहरण देती सुंदर गपटे कही ये अनुभव कर तुम द्विखंड हो दुईटी भावना आसो दुईटी भावना आसो तुम मन भीतर जिते दृश्य देखुच से दुई भाग हो जाओ तुम्हें से दुई भागटा कौन दुई भागटा कौन तुम्हें गोटे भाग देखुव आ गोटे भाव तुम्हें थी द्विखंड हो गला जमती कही बहुत थर कही ये गप सुंदर उदाहरण आठम बड़ उदाहरण किसी न थाई पारे नाट्यशाला जमती नटी बा जे नाट करुच नाट जे करुच तार गोटे रूप किंतु ता भीतर तार रूप अच्छी मन कर तांको ना होची कौन सुप्रभा नाटा तांकर सुप्रभा सी एठी रोल कर हिरोइन रोल कर जो सुप्रभा भावटा तार कटि जीव कि सी गोटे गाँव अति गाँवली झीटे बहुत सुंदर देखा आओ गरीब घर पिलाटा किंतु एठी जो हिरोइन रोल करुची नाटक सी गोटे बड़ लोक झीर रोल करुची एवं से स्टाइल कथबार्ता कर सुंदर देखिया अच्छा मो कहया कथा जिते ये रोल टी करुची सुप्रभा जे बड़ लोक घर झीर रोल करुची किंतु सी कौन से सुप्रभा भावटा को भूली जाइए कि ता निज गरीब घर रूपटा गरीब घर रूपटा सदा बेले रही रोल भी रही देख द्विखंड हो गला तार निज रूप रहा ठीक अच्छे
ତା ସହିତ ଯୋଉଟା କ୍ରିଏସନ କରୁଛି ବର୍ତ୍ତମାନ ମୁଁ ଏ ଷ୍ଟାଇଲର ରୋଲ କରୁଛି ଯାତ୍ରାରେ, ସେଇଟା ଅନ୍ୟ ଭାବରେ ତାକୁ ପ୍ରସ୍ଫୁଟିତ କରୁଛି, ଅନ୍ୟ ଭାବରେ ତାକୁ ଆଣି ଉପସ୍ଥାପନ କରୁଛି। ବୁଝିପାରିଲେ ନା ବୁଝିପାରିଲେନି? ଆଉ ଗୋଟେ କଥା କହିଥିଲି, ଗୋଟେ ଜମିଦାର ଚାକର ରୋଲ କରୁଛି ସେ ଅଞ୍ଚଳର ସେ ବିରାଟ ଜମିଦାର, ବହୁତ ସମ୍ପତ୍ତି ଅଛି, ବଡ ନିଶ ଅଛି, ବହୁତ ମୋଟା ଲୋକ, ବହୁତ ଉଚ୍ଚା ଲୋକ, ରାଜକୀୟ ଭଳି ଦେଖାଯାଉଛି, ସିନ୍ଦୁର ମାରେ ସଦାବେଳେ ବୁଲେ, ଭାବଗର୍ଭକ ଚେହେରା ତାର, କିନ୍ତୁ ରୋଲ କରୁଛି ଚାକର ରୋଲ। ଆଜ୍ଞା ହାତ ଯୋଡୁଛି, କାନ୍ଦୁଣ ମାନ୍ଦୁଣ ହଉଛି, ଗୋଇଠା ଖାଉଛି, ପାହାର ଖାଉଛି, ରୋଲ କରୁଛି, ସିଏ ଫୁଟେଇ ଦଉଛି ସେ ଷ୍ଟେଜ, ପ୍ରକୃତରେ ଗୋଟେ ଚାକର। କିନ୍ତୁ ସେତେବେଳେ କଣ ସେ ଭୁଲି ଯାଇଛି କି ମୁଁ ସେ ଜମିଦାର ବୋଲି? ଏଇଠି ଡିଫରେନ୍ସ ହଉଛି ଦିଟା ଜିନିଷ, ମନେ ରଖନ୍ତୁ। ସେଇପରି ତୁମେ ଯୋଉ ରୋଲ କରୁଛ ବର୍ତ୍ତମାନ ଆସି ପୃଥିବୀ ପୃଷ୍ଠରେ ଗୋଟିଏ ଭାବ, ଆଉ ଗୋଟେ ଭାବ ତମ ସ୍ୱତନ୍ତ୍ରତା ରହିଛି ଯୋଉଟା ଆତ୍ମା। ତୁମେ ଆତ୍ମା ରୂପକୁ ଭୁଲିକିରି ବର୍ତ୍ତମାନ ଚାକର ରୂପରେ ଯେମିତି ରୋଲ କରୁଛି, ସେଇଟା ପୁରା ଆଟାଚମେଣ୍ଟ ହେଇଯାଉଛି, ପୂର୍ଣ୍ଣ ଭାବରେ ନିମଜ୍ଜିତ ହେଇଯାଉଛି। ତେଣୁ ତୁମର ଭାବ କଟି ଯାଇଛି କୋଉଠୁ? ନା ଆତ୍ମା। ମୁଁ ସେଇ ଆତ୍ମାକୁ ପରିବର୍ତ୍ତନ ସ୍ୱର ଆଣିବା ପାଇଁ ତୁମକୁ କହୁଛି, ତୁମେ ଏଇ ପୃଥିବୀ ଦୃଶ୍ୟ ସହିତ ହଟି ଯାଇକିରି ପୁଣି ଆତ୍ମବୋଧରେ ରୁହ, ଆତ୍ମଚିନ୍ତନ କର ଯେ ମୁଁ ସେଇ ଆତ୍ମା। ପ୍ରକୃତରେ ମୋ ରୋଲ ସୁପ୍ରଭା, ପ୍ରକୃତରେ ମୁଁ ହଉଛି କିଏ? ଜମିଦାର। ଆଉ ଯୋଉ ଚାକର ରୋଲ କରୁଛି ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଯୋଉ ରୋଲ କରୁଛ, ସେଇଟା ତୁମେ ଗୋଟେ ଅଫିସର, ତୁମେ ଗୋଟେ କଲେକ୍ଟର, ତୁମେ ଗୋଟେ କୃଷକ, ତୁମେ ଗୋଟେ ଗୃହିଣୀ, ତୁମେ ଅମକ ବାପର ପୁଅ, ତୁମେ ଅମକ ମାର ଝିଅ। ଏଇ ଯୋଉ ଆସିଛ ଆଟାଚମେଣ୍ଟରେ, ପୃଥିବୀ ବୁଲେଇବାକୁ ଆଣିଛି ତୁମକୁ, ସେ ମନେ ରଖନ୍ତୁ, ପୃଥିବୀକି ବୁଲେଇବାକୁ ଆଣିଛି ତୁମକୁ ଦେଖିବା ପାଇଁ। ତୁମେ ମଜି ଯାଉଛ, ସେଥିରେ ହଜି ଯାଉଛ, ଲିଭି ଯାଉଛ, ତୁମର ସତ୍ତାକୁ ଲୋପ କରୁଛ। ସେଇ ସତ୍ତାର ପରିବର୍ତ୍ତନ ଆଣିବା ପାଇଁ ମୁଁ କହୁଛି, ତୁମେ ପୁଣି ଫେରିଆସ ଆତ୍ମା ଆଡକୁ, ଆତ୍ମାର ସତ୍ତା ଭିତରେ ଲୁଚି ରୁହ। ଦୁଇଟି ଦୃଶ୍ୟ ଦେଖିପାରିବ, ଖାଇଲେ ବସିଲେ ଉଠିଲେ ବି ଭାବୁଥିବ ମୁଁ ସେଇ ଆତ୍ମା। ଯେମିତି ମନେ ପକେଇଲେ ସୁପ୍ରଭା, ତୁମେ ଭୁଲି ଯାଉନି, ଜମିଦାର ତୁମେ ଭୁଲି ଯାଉନି। ଆତ୍ମାର ପରିବର୍ତ୍ତନ ସ୍ୱର, ଏ ଭାବନାର ପରିବର୍ତ୍ତନ ସ୍ୱର ଏଇଠି ହେଇଛି। ଏମିତି ଆସ୍ତେ 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 became habit. Practice became habit. ପ୍ରାକ୍ଟିସ କର, 2 ମିନିଟ୍ କର, 5 ମିନିଟ୍ କର, 10 ମିନିଟ୍ କର। ମୁଁ ତ ଗୋଟେ ଟେଲର ରୂପ ଦେଇଥିଲି 10 ମିନିଟ୍ କରିବା ପାଇଁ। ଆଉ ତୁମେ ସେଇ ସତ୍ତା, ତୁମେ ଯୋଉ କହୁଛ ଏଇ ଘରର ମୁଁ ବଡ ବୋଉ, ସେ ରୂପ ଛାଡି ଦିଅ। ତୁମ ହାତରେ ଶାଶୁ ଧରେଇ ଦେଇଛି ନେନ୍ଥି ଚାବି, 7 ଜଣ ଅଛ ତୁମେ, ମାନେ ଯା ବା 7 ପୁଅର 7 ବୋହୂ, ତୁମେ ବଡ, ତୁମକୁ ନେନ୍ଥି ଧରେଇ ଦେଇଛନ୍ତି, ନେନ୍ଥି ପେନ୍ଥି, ମାନେ ବିରାଟ ବନ୍ଧନ ଭିତରେ ତୁମକୁ ରଖିଛନ୍ତି। ହଟେଇ ଦିଅ ସବୁ ସେଗୁଡା, ଫେରିଆସ ସେ ଆତ୍ମବୋଧକୁ। ନା ମୋର ଘର ଅଛି, ନା ଦ୍ୱାର ଅଛି। ଲାଇକ୍ ଶିବମୁନିଙ୍କ ଯେମିତି ଘର ଛାଡିକିରି ଭଡାରେ ନେଇକି ରହୁଥିଲେ, କୋଉଠି କଣ କରୁଥିଲେ, ମୋ ଅବସ୍ଥା ମଧ୍ୟ ସେଇଆ। ଅଚଳାଚଳ ସମ୍ପତ୍ତି, ଦେଖିଲା ବେଳକୁ କେହି ନାହାନ୍ତି। ଏ ପୃଥିବୀ ତ ତୁମର ନୁହେଁ, ସେ ଘରଟା କେମିତି ତୁମର ହବ? ଏ ପୃଥିବୀ ତୁମର ନୁହେଁ, ଘରଟା କେମିତି ତୁମର ହବ? କିନ୍ତୁ ତୁମେ ଜାବୁଡି ଧରିଛ ସେ ଘରକୁ, ଏଇଟା ମୋର। এইটা হচ্ছে বিড়ম্বনা, এইটা হচ্ছে ଗୋଟେ ଅଭାବନୀୟ ପରିସ୍ଥିତି ତୁମ ପାଇଁ। ସବୁ ଯାଙ୍କ ଭାବନାକୁ ଠୁଳ କରିଛ, ଯୋଉ ବାନ୍ଧିକି ରଖିଛ ଗଣ୍ଠିଲି, ତାକୁ ଫୋପାଡ଼ି ଦିଅ, ହଟେଇ ଦିଅ। କେବଳ ଆତ୍ମଚିନ୍ତନ କର, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ, ସନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ, ପୁଣି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ। ବାସ୍ ଏତିକି, ଆଜି ଏତିକି।
କୁହନ୍ତୁ କି କଣ ମତାମତ ରଖିବେ? ରଖନ୍ତୁ, ବନ୍ଦ କରିବା ତାପରେ। ଜୟଜୀ ଗୁରୁଜୀ। ଜୟ ଜୟ। ହଁ, ତୁମେ ମଧ୍ୟ କହିଥିଲ ଉତ୍ତର, ପ୍ରଥମ ଉତ୍ତର ତମର ଠିକ ଥିଲା, ମୁଁ ଭୁଲି ଯାଇଛି। କୁହନ୍ତୁ। ଆପଣ ଯେଟା କହିଲେ ସେଟା ଠିକ। ସଂସାର ଦୃଶ୍ୟ ଜଗତରୁ ଫେରେଇ ଆଣିକି ମନଟା ଆମେ ଆତ୍ମସ୍ଥ ହବା, ଏଇଟା ମୁଁ କହିନଥିଲି। ଭାବନାର ପରିବର୍ତ୍ତନ, ମାନେ ମୋ କଥା ବୁଝିପାରିଲେନି ବୋଧେ? ମୁଁ କହିବା ଭାବନାର ପରିବର୍ତ୍ତନ କେମିତି? ଯୋଉ ଭାବନାରେ ତମେ ଲିପ୍ତ ରହୁଛ ସେଇ ଦୃଶ୍ୟ ତୁମ ପାଖରେ ଆସୁନ, ହଟେଇ ଦବ ସେ ଭାବନା, ଆଉ ଗୋଟେ ଜାଗାକୁ ନେଇ ଆସିବ, ପରିବର୍ତ୍ତନ ସ୍ୱର ହେଇଯିବ। ଆଜିର ସୁନ୍ଦର ସତ୍ସଙ୍ଗରେ ମୋର ପରମାତ୍ମା ସ୍ୱରୂପ ଗୁରୁଜୀ ଗୁରୁମା ଏବଂ ଆତ୍ମସ୍ୱରୂପ ମୋର ମୁନି ମଣିମତୀ ଭାଇ ଭଉଣୀ ମାନେ ଉପସ୍ଥିତ। ଆଉ ମୁଁ ବହୁତ ଆନନ୍ଦିତ ଆଜି ଗୋଟେ 3ଟି ପ୍ରଶ୍ନକୁ ଏକତ୍ରିତ କରିକି ଗୋଟେ ସୁନ୍ଦର ପ୍ରବଚନ ମାଳା ରଖାଗଲା, ଯାହାକି 2ଟି ଦିଗ ଅଛି। ଫାଷ୍ଟ ଦିଗ ହେଲା ଯେ ସଂସାରର ରୂପରେଖ, ଦୃଶ୍ୟ ଜଗତର ରୂପରେଖ। ଦୃଶ୍ୟ ଜଗତର ରୂପରେଖ ଉପରେ ଗୁରୁଜୀ A to Z ତୃଣମୂଳ ସ୍ତରରୁ ଆରମ୍ଭ କରିକି ପ୍ରତ୍ୟେକ ଦୃଶ୍ୟ ଜଗତର କେମିତି ଆମ ମନକୁ ଟାଣି ନେଉଛି, ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ସେଥିର ଆକର୍ଷିତ ଜଡିତ ହେଇଯାଉଛୁ, ସେ ବିଷୟ ବର୍ଣ୍ଣନା କଲେ। ଦ୍ୱିତୀୟ ଫେଜରେ ସେଥିରୁ ମୁକ୍ତି ପାଇବାର ବାଟ ବର୍ଣ୍ଣନା କଲେ। ଦ୍ୱିତୀୟ ଫେଜରେ ଯୋଉଟା ବର୍ଣ୍ଣନା କଲେ ସେଟା ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ହଉଛି ଦୃଶ୍ୟ ଜଗତ ରହିବ, ଶରୀର ରହିବ, ମନ ରହିବ, ସବୁ ରହିବ, କିନ୍ତୁ ଆମେ ତାକୁ ଚେଞ୍ଜ କରିପାରିବାନି। ପରିସ୍ଥିତି, ପରିବେଶ, ଦୃଶ୍ୟ ଜଗତ ତାକୁ ଚେଞ୍ଜ କରିପାରିବାନି, କିନ୍ତୁ ଆମେ ଆମକୁ ଚେଞ୍ଜ କରିପାରିବା। କେମିତି ଚେଞ୍ଜ କରିବା ନା, ଆମର ଯେ 60,000 ଭାବନା ପ୍ରତ୍ୟେକ ଦିନ ଆମ ଭିତରେ ଯାଉଛି, ଆମେ ମନକୁ ସେଥିରୁ ଫେରେଇ ଆଣିବା, ହଟେଇ ଆଣିବା, ଏକାନ୍ତରେ ବସି ଆମେ ଆତ୍ମଚିନ୍ତନ କରିବା। ପ୍ରଥମ। ଦ୍ୱିତୀୟ ହଉଛି ଯେ ଆମକୁ ସବୁ କାମ କରିବା ପାଇଁ ହବ, ଆମେ ତ ବସି ଖାଲି ଆତ୍ମଚିନ୍ତନ କରିଦେଲେ ସୃଷ୍ଟି ଚାଲିବନି। ଆମକୁ ସାକ୍ଷୀ ଭାବ ନେବା ପାଇଁ ଯେ ମନରେ ଆମେ ଆତ୍ମା, ଶରୀର, ଆମର ଯେ କର୍ମେନ୍ଦ୍ରିୟ କର୍ମ କରିବେ, ଜ୍ଞାନେନ୍ଦ୍ରିୟ ସବୁବେଳେ ମନ ସହିତ ରହିବେ ଏବଂ ଆତ୍ମଚିନ୍ତନ କରିବେ। এটা অবশ্যই ডিফিকল্ট ব্যাপার, কিন্তু অভ্যাস যোগে হয়ে পারিব। কিন্তু আহুতি অতি গুরুত্বপূর্ণ কথা, এই যাহা আমি সব দেখুছে সব জগময় শ্যারাম জানি করই প্রণাম যোড়ি যুগপা। আমি যদি এই দৃশ্য জগৎ ভিতরে পরমাত্মা তো কোন কোণରେ ପୁରୀ ରହିଛନ୍ତି, ଦୃଶ୍ୟ ଜଗତ ଭିତରେ ଆମେ ଯଦି ପରମାତ୍ମା ପ୍ରତ୍ୟେକ ଜିନିଷ ଭିତରେ, ପ୍ରତ୍ୟେକ ଅଣୁ ଭିତରେ, ପ୍ରତ୍ୟେକ କାର୍ଯ୍ୟ ଭିତରେ, ପ୍ରତ୍ୟେକ ଏ ଭିତରେ, ଫୁଲଗଛର ଆରମ୍ଭ କରିକି ଫଳ ଭିତରେ ପରମାତ୍ମାକୁ ଅନୁଭବ କରିବା, ଆମ ମନ ଆମକୁ ଭଟକେଇବନି। ଆମେ ସବୁ କାମ କରୁଥିବା କିନ୍ତୁ ଆମ ମନ କୌଣସିରେ ଆଟାଚ ହବନି। ଆମେ ଯଦି ଯେମିତି କହିଲେ ତୁଳସୀଦାସ, ଆମେ ସୃଷ୍ଟିର ପ୍ରତ୍ୟେକ ଜିନିଷକୁ କରିବା। এই 2ଟି ଟିପ୍ସ ବହୁତ ଇଫେକ୍ଟିଭ, ଅନେକ ଲୋକଙ୍କର ଜୀବନ ପରିବର୍ତ୍ତନ କରିଦେବ। ଜୟ ଜୟ। ଧନ୍ୟବାଦ, ଧନ୍ୟବାଦ। ମତାମତ ସୁନ୍ଦର ଭାବେ ରଖିଲେ, ପୁନର୍ବିଚାର କଲେ ଏବଂ ମୋର ପ୍ରବଚନକୁ ପୁଣି ଉପସ୍ଥାପନ କରିଥିବାରୁ ଧନ୍ୟବାଦ। ଗୁରୁବାପା ଗୁରୁମା ପ୍ରଣାମ। ହଁ, ପ୍ରଣାମ। କୁହନ୍ତୁ। ସତ୍ସଙ୍ଗରେ ଥିବା ଉପସ୍ଥିତ ସମସ୍ତଙ୍କୁ ମୋର ଜୟଜୀ। ଆଜିର ସତ୍ସଙ୍ଗରେ ଯୋଉ ଆଣିଥିଲେ ଆପଣ ଟପିକ, ଭାବନାକୁ କେମିତି ପରିବର୍ତ୍ତନ ହେଇପାରିବ, ତ ସେଥିରେ ଆସିଯାଇଥିଲା ଯାହାବି ସମସ୍ତେ ଉତ୍ତର ଦେଇଥିଲେ। ଠିକ ହଉ ବା ଭୁଲ ହଉ, ଆପଣ ତାର ଠିକଟା ହିଁ କହିଲେ।
ସେଟା ବି ପ୍ରଥମରୁ ବହୁତ ଥର ସତ୍ସଙ୍ଗରେ ଏମିତି କହି ଯାଇଛନ୍ତି। ମୁଁ ହଉଛି ବ୍ରହ୍ମ ବା ଆତ୍ମଦେବ। ତା ଭିତରେ କୋଉ କହିଗଲେ ଯେ ସକାଳୁ ଉଠିବାଠୁ ରାତି ଯାଏ ପ୍ରତ୍ୟେକଟି କାମରେ କହିବାକୁ ଏପରିକି କହିଛନ୍ତି 99% ବି ହେଇଯାଆନ୍ତୁ ଆତ୍ମା, ମୁଁ ହଉଛି ବ୍ରହ୍ମ ବା ଆତ୍ମା। ତ ସେ ଜିନିଷ ହେଲେ ତ କେମିତି ଜଣେ ଫଳବତୀ ହେଇପାରିବ? ଖାଲି ଯେ ମୁଁ ହଉଛି ବ୍ରହ୍ମ ବା ଆତ୍ମା ହେଲେ ତ ହେଇପାରିବିନି। ତ ତାର ଯୋଉ ସ୍ୱରୂପ ତାଙ୍କର ଅଛି ସଚିତ ଆନନ୍ଦ ସ୍ୱରୂପ, ଯୋଉଟା କି ସେତିକି ବି ଯିଏ ମାନିବାକୁ ପଡିବ, ମାନିବ ମଧ୍ୟ, ତାର ପ୍ରୟାସରେ ରହୁଥିବ, ତ ଯେକୌଣସି ବଡ ପ୍ରୋବ୍ଲେମ ଆସିଲେ ବି ସେ ସମାଧାନ ହେଇଯିବ, ସେ ନିଜେ ହିଁ କରିପାରିବ। ଆଉ ସେମିତି କହିଛନ୍ତି ଯେ ଆତ୍ମଦେବଙ୍କର ସ୍ୱରୂପ ବିଷୟରେ ଭିତରକୁ ଯେତେ ଆପଣ ସେ ଯୋଉ ବସିବା କୁହନ୍ତୁ ବା ମୁଁ ହଉଛି ବ୍ରହ୍ମ ବା ଆତ୍ମା କହିବା ସମୟରେ ନିଜେ ନିଜକୁ ଆତ୍ମସ୍ଥ ହେଇଯିବା, ଭାବିବା, ତାର ସ୍ୱରୂପ ସେ ଯିଏ ନିଜେ ହିଁ କରୁଥିବେ ସେ ଜାଣିପାରିବେ। ଆଉ ତାର କହିଛନ୍ତି ମଧ୍ୟ ସେ ଜାଣିଦେବେ ଯେ କେତେ ପରସେଣ୍ଟେଜ କଥା କହିଥିଲେ ଥରେ, ଯେ କି ଆତ୍ମଦେବ ବି ସେ ନିଜେ ଜାଣିପାରିବେ ଯେ ଜଣେ ମତେ କେତେ ପରସେଣ୍ଟରେ ଡାକୁଛନ୍ତି ତ ସମସ୍ତେ, କିନ୍ତୁ କେଉଁ ଭାବରେ ସେ ଭାବଟାକୁ ବୁଝି ଗଲେ ବି, ଯେମିତି କି ଜଣେ ସବୁବେଳେ ତ ସମସ୍ତଙ୍କର ଅବସ୍ଥା ଠିକ ନଥାଏ, ଆସେ ଜୀବନ ଅଛି ମାନେ ସୁଖ ଦୁଃଖ ଭଲ ମନ୍ଦ ଦୁଇଟା ଆସିବ। କିନ୍ତୁ ମୁଁ ଯେତିକି ଅନୁଭବ କରିଛି ଏଇଟାକୁ ଆମେ କାଟି ପାରିବା କେମିତି? ଏଇ ସ୍ୱରୂପସ୍ଥ ହେଇକି ଯିଏ ରହୁଥିବ, ଝଡ ଆସିବ, ଯେମିତିକି ଆମ ପରିବାରରେ ବର୍ତ୍ତମାନ ଗୋଟେ ବହୁତ ବଡ ଝଡ ଆସିକି ପହଞ୍ଚିଛି, ମୁଁ ସେଇଟାକୁ ନିଜେ ଅନୁଭବ କରୁଛି। କିଛି ନାହିଁ, ଗୋଟେ ସୁନ୍ଦର ଜିନିଷଟା ଜାଣି ଯାଇଛି ଏଇ ସତ୍ସଙ୍ଗରେ ରହିକି ମୁଁ, ଯେ ସେଇ ବ୍ରହ୍ମ ବା ଆତ୍ମଦେବ ଆଉ ସେଇ ସ୍ୱରୂପସ୍ଥ ଯୋଉ ତାଙ୍କର ସଚିତ ଆନନ୍ଦ ସ୍ୱରୂପ ରହିଗଲେ ସେ ବହୁତ କିଛି କଟିଯିବ। ସେତିକି ରହିବାକୁ ପଡିବ, ରହିଲେ ହିଁ କଟିବ, ନ ରହିଲେ ତ କଟିବନି ନା। ସେମିତି କହିଦେବି ଶୁଣିଦେବି ସରିଲା ନାହିଁ, ମତେ ସେମିତି ସେ ଭାବରେ ହିଁ ରହିବାକୁ ପଡିବ। ମୁଁ ହଉଛି ବ୍ରହ୍ମ ବା ଆତ୍ମା। ବହୁତ ସୁନ୍ଦର ସତ୍ସଙ୍ଗ ବାବା। ଆଉ ଆପଣଙ୍କର ତ ଯାହା କହୁଛନ୍ତି ତାକୁ କଣ କହିବି, ଏତେ ଶୀତଳତା ଥାଏ ଆପଣଙ୍କର ବାକ୍ୟ ଗୁଡାକ, ବେଶୀ ପ୍ରଭାବିତ କରିପାରୁଛି ଆମକୁ ଆପଣଙ୍କର ସରଳତା। ଆପଣଙ୍କ ବାକ୍ୟ କିଛି ଜଟିଳତା ନଥାଏ, ଶବ୍ଦ ହଉ ବାକ୍ୟ ହଉ, ଆପଣ ଯୋଉ ସରଳ ଭାବରେ କହନ୍ତି, କହି ଚାଲନ୍ତି ଯେତିକି ସମୟ, ସେ ସରଳତା ଭିତରେ ବହୁତ କିଛି ମାର୍ମିକ ଜିନିଷ ବୁଝା ପଡେ। ନିଜେ ବୁଝି ପାରୁଥିବେ ସମସ୍ତେ ଯୋଉମାନେ ରହୁଛନ୍ତି, ଯାହାକି ହୃଦୟସ୍ପର୍ଶୀ ହେଇପାରୁଛି ଦିନକୁ ଦିନ। ବହୁତ ସୁନ୍ଦର ସତ୍ସଙ୍ଗ ବାବା ରହୁଛି। ଜୟ। ଏଇ ଯୋଉ ପ୍ରକାଶ ରୂପରେ ନିଜର ବକ୍ତବ୍ୟ ରଖିଲେ, ଏଥିରେ ଆକର୍ଷିତ ଥିଲା। ବହୁତ ସମୟରେ ତାଙ୍କ ମତାମତ ରଖିଛନ୍ତି ଯେ ମୁଁ ଅନୁଭବ କରୁଛି, ମୁଁ ଯୋଉ ଟିପ୍ସ ଦେଇଛି ତୁମକୁ ଯେ ତୁମେ ଆତ୍ମଭାବରେ ରୁହ, ସେ ପ୍ରାକ୍ଟିକାଲ ଅନୁଭବ କରୁଛନ୍ତି ଏବଂ ସେଇଥିରେ ନିମଜ୍ଜିତ ଅଛନ୍ତି। ସେଇଥିପାଇଁ ଏ କଥା ଗୁଡ଼ିକ ସେ କହିପାରିବେ। ଦ୍ୱିତୀୟ କଥା ହେଉଛି, ଯୋଉ ଝଡ଼ ଆସିଛି, ପରିବାରରେ ଝଡ଼ ଆସିଛି, ପ୍ରତି ମୁହୂର୍ତ୍ତରେ ବି ଝଡ଼। ଯଦି ତୁମେ ଆତ୍ମବଦ୍ଧ ରହିବ ବା ବ୍ରହ୍ମ ଭାବରେ ରହିବ, ସେ ଝଡ଼ ଏମିତି ଛୋଟ ଛୋଟ କାମରୁ ମଧ୍ୟ ଆସିବ। ତୁମେ ବଡ଼ କାମଟାକୁ ହାତ କରି ନେଇଯିବ ସେଇ ସ୍ତରରେ। ଯଦି ଛୋଟ ଛୋଟ କାମକୁ ଟ୍ୟାକେଲ କରିବ, ତାହେଲେ ବଡ଼ କାମ ଅଟୋମେଟିକ ହେଇଯିବ। ତେଣୁ ପାରିବାରିକ ଝଡ଼, ଜୀବନର ଝଡ଼ ସବୁ ଧୂଳିସାତ ହେଇଯିବ ଯଦି ତୁମେ ଆତ୍ମବଦ୍ଧରେ ଥିବ, ବ୍ରହ୍ମ ଭାବନାରେ ଥିବ, ଗୋଟିଏ ସ୍ତରରେ ରୁହ। ଏ ଟପିକର ହୃଦୟଗମ କରିଥିବା, ନିଜକୁ ଅନୁଭବ କରିଥିବା, ଅନୁଭବରେ ଆଣିଥିବା ଯଦି କିଏ ଥାନ୍ତି, ତାଙ୍କ ଭିତରୁ ଇଏ ପ୍ରଥମ। ଧନ୍ୟବାଦ। ମୁଁ ଯେତିକି ଜାଣିଛି ସମସ୍ତଙ୍କୁ, ଯେତିକି ଅନୁଭବ କରୁଛି, ଯେତିକି ସଂସ୍ପର୍ଶରେ ଆସୁଛି, ମୁଁ ସେଥିପାଇଁ ତାଙ୍କର ବ୍ୟକ୍ତିଗତ ଭାବକୁ ନେଇ ପ୍ରକାଶ କରୁଛି। ଧନ୍ୟବାଦ। ଆଉ କାହାର କହିବାର ଅଛି? ପ୍ରଣାମ ବାବା। ହଁ, ପ୍ରଣାମ। ବାବା ଗୁରୁମାଙ୍କୁ ପ୍ରଣାମ। ସମସ୍ତ ମୁନିମତି ଭାଇ ଭଉଣୀ ମାନଙ୍କୁ ଯାଇଛି। ଆଜିକାର ସତ୍ସଙ୍ଗ ବହୁତ ହୃଦୟସ୍ପର୍ଶୀ ହେଇଛି। ଭାବନା
आत्मा परमात्मा सबुठार आनी पुणी आत्मा पाखरे निज किपरि निवेश करिबा आत्मस्थ हवा भीतर को जीवा एई विषय जो सब कथा कहले सेडा सब बहुत भल लागुछि जेते सुनिले भी लुआ नुआ परि लागुछि आमे सबले चाहता हूँ बाबा आहुरी किछि कहतु समय सरीगले मध्य आमे सुनिया पय आहुरी व्याकुल होइथाउ एई आत्मा विषय आपन ठारू सुनी आमे आम जीवन रे पारिवारिक परिस्थिति रे बहुत समय जेते दुख विपद आसु पछे आत्मस्थ होई सहजरे किपरि आमे तार सामना करि पारुछु आमे निज मध्य अनुभव करि पारुछु परिवार रे जेते बड़ विपद आसुछि से आत्मदेव को डाकी आमे से विपद रु मध्य बहु मात्रा रे मुक्ति पाई पारुछु तेणु आमे समस्ते आत्मा विमुखी होई वैराग्य भाव जागृत कले आमे जीवन रे आमे बहुत किछि अनुभूति पाई परिबा और अनुभव मध्य करि परिबा मैं एति कहि रहउछि। धन्यवाद मतामत रखिले निजर अनुभूति ज्ञान अनुभव जनित प्रत्येक दिन यही सत्संग लाभ उठे अभियंता रू अनुभव कर बहु पाखर अनुभव कर सत्संग फायदा उठे तेणु धन्यवाद आशा करे ये प्रयास जारी रहो आम ये सत्संग रखा आज सत्संग गोटे छोट सब्जेक्ट थिले भी ये आशा करे ये सब्जेक्टा गभीर प्रभाव पकेब मन परिवर्तन स्वर देखा बहुत किसी रही कही होनी पुणी कारण से समय को दरकार कहवाई उत्साह दरकार फील दरकार ताहले से गुड़ा ऑटोमेटिक आस भावुची आ भितर पुणी केतबे हाई क्लास जो मैंने अच्छा उच्च श्रेणीर बेले बेले कर सिलेक्टेड हे मात्र 10 मिनट प्रवचन भितर रखा दिए कर रखी काली कहीं भावना आसला देखा गोटे सिलेक्टेड होचन भल उच्च स्तर साधन कर आत्मस्थ होती गोटे कर जो मैंने आत्मस्थ होती पर्टिकुलर हो आज सत्संग रखा समस्त साधुवाद धन्यवाद जय जय प्रणाम।